ତେଣୁ ସେ ସମସ୍ତ ଗୋଲକ ବୃନ୍ଦାବନରୁ ତାଙ୍କର ଉଜ୍ଜଳ ଆଲୋକ ପ୍ରଦାନ କରନ୍ତି ଏବଂ ତାଙ୍କର ଆଲୋକରେ ଗ୍ରହ ନକ୍ଷତ୍ର ସମସ୍ତେ ଆଲୋକିତ ହୁଅନ୍ତି ଏବଂ ତାହାର ଯେଉଁ ପ୍ରଭାବ ତାହା ଆମକୁ ଦେଖିବାକୁ ମିଳେ କୋଉଠି ନା ଭୌତିକ ଜଗତ ଯେ ସେଇ ଚନ୍ଦ୍ର ସୂର୍ଯ୍ୟ ସମସ୍ତେ ଆମକୁ ଆଲୋକ ପ୍ରଦାନ କରନ୍ତି ଶୀତଳତା ପ୍ରଦାନ କରନ୍ତି ଉତ୍ତାପ ମଧ୍ୟ ପ୍ରଦାନ କରନ୍ତି ଯାହା ଫଳରେ ଖାଦ୍ୟ ଶସ୍ୟ ସବୁ କିଛି ହେଇପାରେ ଚନ୍ଦ୍ରଙ୍କର ଶୀତଳତା ଯୋଗୁ ଆମର ଫୁଲ ଫଳ ଏସବୁ ରାତିରେ ହିଁ ସୃଷ୍ଟି ହୁଏ ତେଣୁ ବାଲାନ୍ସ ମେଣ୍ଟେନ ସୂର୍ଯ୍ୟ ଏବଂ ଚନ୍ଦ୍ରଙ୍କର ଯୋଉ ତେଜ ସୂର୍ଯ୍ୟଙ୍କର ତେଜ ଚନ୍ଦ୍ରଙ୍କର ଶୀତଳତା ଏ ଦୁଇଟା ଏ ଭୌତିକ ଜଗତରେ ଗୋଟେ ବାଲାନ୍ସ ସୃଷ୍ଟି କରେ ଯଦି ଖାଲି ଉତ୍ତାପ ରହୁଥାନ୍ତା ତାହେଲେ ଜୀବ ଜଗତ ବହୁତ ଦହଳ ବିକଳ ତେଣୁ ରାତିରେ ଯୋଉ ଶୀତଳତା ଚନ୍ଦ୍ର କିରଣ ଦ୍ଵାରା ପ୍ରାପ୍ତ ହୁଏ ତା ଦ୍ଵାରା ସମସ୍ତେ ଆନନ୍ଦିତ ହୁଅନ୍ତି ତାକୁ ଉପଭୋଗ କରନ୍ତି ତେଣୁ ଭଗବାନଙ୍କର ଧାମ କାହିଁକି ସେଠିକି ଲୋକ ଯିବେ ସେଠି ଆବଶ୍ୟକତା କଣ ନା ସେଠାରେ କୌଣସି ଆଲୋକର ଆବଶ୍ୟକତା ନାହିଁ ତେଣୁ ସେଠାକୁ ଯିଏ ଯାଏ ଭଗବାନ କହୁଛନ୍ତି ଯଦ୍ ଗତ୍ୱା ନ ନିବର୍ତ୍ତନ୍ତେ ତଦ୍ଧାମ ପରମମ୍ ତ ସେଠିକି ଥରେ ଯିଏ ଗଲା ଆଉ ଫେରିବାକୁ ଇଚ୍ଛା କରେ କାହିଁକି ନା ସେଠି ସିଏ ଏ ଭୌତିକ ଶରୀର ତାକୁ ମିଳିବ ନାହିଁ ତାକୁ ଏ ଭୌତିକ ଶରୀର ମିଳିବ ନାହିଁ ସେଠି ତାକୁ ଦିବ୍ୟ ଶରୀର ପ୍ରାପ୍ତ ହବ ଏବଂ ସେ ଦିବ୍ୟ ଶରୀର ମାଧ୍ୟମରେ ତାକୁ ଭଗବାନଙ୍କର ଗୁଣ ସହିତ ଯୋଉ ସମାନତା ସିଏ ପ୍ରାପ୍ତ କରିଛି ଭୌତିକ ଜଗତରୁ ତ୍ୟାଗ କରିକି ସିଏ ଯେତେବେଳେ ଚିତ୍ ଜଗତରେ ପ୍ରବେଶ କରିଛି ତେଣୁ ଭଗବାନଙ୍କର ସମସ୍ତ ଦିବ୍ୟ ଗୁଣାବଳୀରେ ସେ ଭୂଷିତ ହୋଇଥାଏ ଏବଂ ତାର ଶରୀର ମଧ୍ୟ ଭଗବାନଙ୍କ ଭଳିଆ ଉଜ୍ଜଳ ଦେଖାଯାଉଥାଏ ଏଟା ବର୍ଣ୍ଣନା ଅଛି ତ ସେଠି ସେ କେବଳ ଭଗବତ ଚେତନାରେ ହିଁ ସମୟ ଅତିବାହିତ କରେ ଭଗବାନଙ୍କର ସେବାରେ ନିଜକୁ ନିୟୋଜିତ କରିକି ରଖିଥାଏ ଏବଂ ତା ସହିତ କଣ ନା ତାର ବର୍ଣ୍ଣନା ମଧ୍ୟ ଏମିତି ବି ଦିଆଯାଇଛି ମୁଁ ପଢିଥିଲି ଯେ ସେ ପୁରା ଭଗବାନଙ୍କର ଯେମିତି ରୂପ ଠିକ ସେଇଭଳିଆ ଦିବ୍ୟ ରୂପ ତାକୁ ମଧ୍ୟ ପ୍ରାପ୍ତ ସେ ଗୋଟେ ମାଳା ମଧ୍ୟ ଲମ୍ବା ମାଳା ମଧ୍ୟ ପକେଇଥାଏ ବୁଝିଲ ଆଉ ହଳଦିଆ ବସ୍ତ୍ର ଯୋଉଟା ପାଟ ପୀତ ବସ୍ତ୍ର ସେ ପୀତ ବସ୍ତ୍ର ମଧ୍ୟ ସେ ପରିହିତ ହୋଇଥାଏ ତେଣୁ ସେଠି ମୁକ୍ତ ଜୀବ ମାନେ ଏଇଭଳି ଭାବରେ ରହ ଏବଂ ତା ସହିତ ଆଉ କଣ ନା ଜନ୍ମ ମୃତ୍ୟୁ ଜରା ବ୍ୟାଧି ଯୋଉଟା ଭୌତିକ ଜଗତର ଦେଖିବାକୁ ମିଳେ ସେ ସବୁ ଜିନିଷ ସେଠି ନାହିଁ କାହାରି ଜନ୍ମ ନାହିଁ କାହାରି ମୃତ୍ୟୁ ନାହିଁ କି କୌଣସି ପ୍ରକାର ଯୋଉ ଭୋଗ କରିବା ଅର୍ଥାତ ଦୁଃଖ ଭୋଗ କରିବା କ୍ଲେଶ ଭୋଗ କରିବା ସେ ସବୁ ମଧ୍ୟ ସେଠାରେ ନାହିଁ ତେଣୁ ଯେତେବେଳେ ଜନ୍ମ ରହିତ ହେଇଯାଏ ସେ ତେଣୁ ଆଉ ଦୁଃଖ କଣ କେବଳ ଭଗବାନଙ୍କର ଦିବ୍ୟ ଧାମରେ ରହିକିରି ସେ କେବଳ ପରମାନନ୍ଦ ପ୍ରାପ୍ତି କରେ ସେଥିପାଇଁ ଭଗବାନ ସେଇ କଥା ଏଠି ବର୍ଣ୍ଣନା କରୁଛନ୍ତି ଯେ ମୋ ଧାମକୁ ପ୍ରାପ୍ତ ହୁଏ ସିଏ ଆଉ କେବେ ଭୌତିକ ଜଗତକୁ ଆସିବାକୁ ସିଏ ଇଚ୍ଛା କରିବ ନାହିଁ କେବେ ବି ଆସିବାକୁ ଇଚ୍ଛା କରିବ କାରଣ ବ୍ରହ୍ମ ସଂହିତାରେ ମଧ୍ୟ ବ୍ରହ୍ମାଜୀ ସେ ବିଷୟରେ ବୁଝେଇଛନ୍ତି ବହୁତ କଥା ବହୁତ ଶ୍ଲୋକ ସେଥିରେ ଦାଖଲ ଅଛି ଆପଣ ମାନେ ପଢିକି ଦେଖିବେ ସେ ବ୍ରହ୍ମାଜୀ ବୁଝେଇଛନ୍ତି ସେଠି ଚିନ୍ତାମଣି ପ୍ରସ୍ତରରେ ସେଇଟା ନିର୍ମିତ ଭଗବାନଙ୍କର ଧାମ ଯୋଉ ଚିନ୍ତାମଣି ପ୍ରସ୍ତର ତାକୁ ଛୁଇଁଲା ମାତ୍ରେ ମନୋବାଞ୍ଛା ପୂର୍ଣ୍ଣ ହେଇଥାଏ ଆଉ ଯୋଉ ସୁରଭି ଗାଈ ମାନେ ସବୁ ସେଠି ଅଛନ୍ତି ସେ ସୁରଭି ଗାଈ ମାନେ ବହୁତ କ୍ଷୀର ପ୍ରଦାନ କରେ ଏବଂ ସେ ଗାଈ ମାନେ ମଧ୍ୟ ମାନେ ଅତିଶୟ କ୍ଷୀର ପ୍ରଦାନ କରେ ତାପରେ ଗୋଟେ କଳ୍ପ ବୃକ୍ଷ ଅଛି ସେ କଳ୍ପ ବୃକ୍ଷ ମଧ୍ୟ ଏମିତିଆ ଯେ ସେ କଳ୍ପ ବୃକ୍ଷକୁ ଛୁଇଁବା ମାତ୍ରେ ତମକୁ ଯାହା ବି ତାକୁ ଖାଇବାକୁ ମାଗିବ ସେ ତୁମକୁ ପ୍ରଦାନ କରିବ ତେଣୁ ସେଠି କୌଣସି ଜିନିଷର ଅଭାବ ନାହିଁ ଏଠି କଣ ଲୋକ ଖଟିବାକୁ ପଡୁଛି ପରିଶ୍ରମ ସେ କରୁଛି ସେଥିପାଇଁ ତାର କାମନାକୁ ପୂର୍ଣ୍ଣ କରିବା ପାଇଁ ବିଭିନ୍ନ ପ୍ରକାର ପ୍ରୟାସ ଜାରି ରଖୁଛି କିନ୍ତୁ ସେଠାରେ ସେସବୁ ଜିନିଷର କିଛି ଆବଶ୍ୟକତା ନାହିଁ କେବଳ କୃଷ୍ଣ ଭକ୍ତି କୃଷ୍ଣ ଏହା ବ୍ୟତୀତ ଆଉ କିଛି ନାହିଁ ଭଗବାନ ସ୍ଵୟଂ ସେଠି ବିରାଜମାନ କରିଥାନ୍ତି ଏବଂ ସ୍ଵୟଂ ବଂଶୀ ଧରିକିରି କେବଳ ପରମ ଆନନ୍ଦ ପ୍ରାପ୍ତି କରୁଛନ୍ତି ଭକ୍ତମାନଙ୍କ ସହିତ ଶୁଦ୍ଧ ଭକ୍ତ ସବୁ ସେଠି ରହିଛନ୍ତି ମୁକ୍ତ ପୁରୁଷ ମାନେ ସେମାନେ ତାଙ୍କର ସେବାରେ ନିୟମିତ ଲାଗିକି ରହୁଛନ୍ତି
ବୁଝିଲା। ତେଣୁ ଏଇଭଳି ଭାବରେ ଏଇ ଯୋଉ ବାର୍ତ୍ତା ଭଗବାନ ଦଉଛନ୍ତି, ଏ ବାର୍ତ୍ତା ଦବାର ଏକମାତ୍ର ଉଦ୍ଦେଶ୍ୟ ହଉଛି ଯୋଉମାନେ ଭଗବତ ଧାମକୁ ଯିବେ, ଅର୍ଥାତ୍ ଭଗବତ ଧାମର ପ୍ରୟାସୀ ଯୋଉମାନେ ସବୁ ଅଛନ୍ତି, ଏଇ ସବୁ କଥା ଶୁଣି ସାରିବା ପରେ ସେମାନେ ଭଗବତ ଧାମ ନ ଯିବା ପାଇଁ କେମିତି ଇଚ୍ଛା ନ କରିବେ। ତେଣୁ ଯୋଉମାନେ ଭଗବାନଙ୍କର ଶୁଦ୍ଧ ଭକ୍ତ, ସେମାନେ ଏଇ ଭଗବତ ଧାମକୁ ପ୍ରାପ୍ତ କରିବା ପାଇଁ ସର୍ବଦା ପ୍ରୟାସ କରନ୍ତି। ଭଜନ କୀର୍ତ୍ତନ, ଭଗବାନଙ୍କର ଦିବ୍ୟ ଲୀଳା, ଏସବୁ ଶ୍ରବଣ କରିବା, ଏସବୁ ଜିନିଷ ଯୋଉ କରନ୍ତି କେବଳ ଭଗବତ ଧାମକୁ ଯିବା ପାଇଁ। ଆଉ ଭଗବାନ ସ୍ୱୟଂ ତାଙ୍କର ଇଚ୍ଛା ମଧ୍ୟ କରନ୍ତି ସମସ୍ତ ଜୀବମାନେ କିଭଳି ଭାବରେ ଭଗବତ ଧାମକୁ ଫେରିଯିବେ। ଏଠି ଯୋଉ କ୍ଲେଶ ଭୋଗ କରୁଛି, ଏ କ୍ଲେଶ ଭୋଗ କରିବା ମୂଳରେ ମନୁଷ୍ୟର କାମନା ଅନ୍ତର୍ନିହିତ ହୁଏ। ତେଣୁ ଅନାସକ୍ତ ଭାବରେ ମନୁଷ୍ୟ ଯେତେବେଳେ କର୍ମ କରେ ଏବଂ ତାର ଚେତନା କେବଳ ଭଗବାନଙ୍କ ଠାରେ ସମ୍ପୂର୍ଣ୍ଣ ଭାବରେ ଲାଗି ରହିଥାଏ, ତେଣୁ ସିଏ ଦିବ୍ୟ ଧାମକୁ ପ୍ରାପ୍ତ କରିବା ଆଉ କିଛି ତା ପକ୍ଷରେ କଷ୍ଟସାଧ୍ୟ ହବ ନାହିଁ। ତେଣୁ କୃଷ୍ଣ ଚେତନାଶୀଳ ହେଇ କର୍ମ କରିବା ହଉଛି ମୁଖ୍ୟ ଜିନିଷ। ତେଣୁ ଯୋଉମାନେ ସବୁ କୃଷ୍ଣ ଚେତନାରେ କର୍ମ କରନ୍ତି, ସେମାନେ ନିଶ୍ଚିତ ଭାବରେ ଭଗବତ ଧାମକୁ ଯାଇପାରିବେ। ବୁଝିଲ। କିନ୍ତୁ ଏଠି ପ୍ରଭୁପାଦ ଗୋଟେ ସୁନ୍ଦର କଥା କହିଛନ୍ତି, କେବଳ ବସ୍ତ୍ର ପିନ୍ଧିଦେଲେ ହବନି। ରଙ୍ଗୀନ ବସ୍ତ୍ର, ଗେରୁଆ ବସ୍ତ୍ର ପିନ୍ଧି ଦେଇକରି ଭଗବତ ଚର୍ଚ୍ଚା କରୁଥିବ, କିନ୍ତୁ ଅନ୍ତର ଭିତରେ କାମନା ପୂର୍ଣ୍ଣ ମାତ୍ରାରେ ରହିବ। ତେଣୁ ସିଏ ଭୋଗୀ ଲୋକ, ତା ପାଖରେ ଭୋଗ କରିବାର କାମନା ରହିଛି। ତେଣୁ ସେ ଲୋକ ବାହାରକୁ କେବଳ ଦେଖେଇ ହେବା ପାଇଁ କେବଳ ଗୋଟେ ପ୍ରୟାସ ସିଏ ମାନେ ଲୋକଙ୍କୁ ଦେଖାଏ ଯେ ମୁଁ ହଉଛି ସନ୍ନ୍ୟାସୀ, ଅର୍ଥାତ ମୁଁ ସବୁ କିଛି ତ୍ୟାଗ କରିଦେଇଛି, ଭୌତିକ ଆସକ୍ତି ତ୍ୟାଗ କରିଦେଇଛି, କିନ୍ତୁ ଭିତରେ ତାର ସମ୍ପୂର୍ଣ୍ଣ ଭାବରେ ଏସବୁ ଜିନିଷ ରହିଥାଏ। ତେଣୁ ସେଭଳି ହବା ଉଚିତ ନୁହେଁ। ତେଣୁ ସନ୍ନ୍ୟାସୀର ପ୍ରକୃତ ଗୁଣ ସେଭଳି ହବା ଉଚିତ ନୁହେଁ। ତ ନିଷ୍ଠାପର ଭାବରେ ସେ ଭଗବତ ସେବାରେ ନିୟୋଜିତ ହେବା ଦରକାର ଏବଂ ତାର ସମସ୍ତ ପ୍ରଚେଷ୍ଟା, ସମସ୍ତ କର୍ମ ଭଗବାନଙ୍କ ପ୍ରୀତ୍ୟାର୍ଥ ହେବା ଉଚିତ। ବୁଝିଗଲା। ଏସବୁ ବିଷୟ ପଢିବେ ଆପଣ, ଭାରି ସୁନ୍ଦର ଭାବରେ ବର୍ଣ୍ଣନା କରାହେଇଛି ଏ ଭଗବତ ଧାମ ସମ୍ବନ୍ଧରେ। ଆଉ ସେ ବ୍ରହ୍ମ ସଂହିତାଟାକୁ ଟିକେ ପଢିବେ। ବ୍ରହ୍ମ ସଂହିତାରେ 3-4ଟି ଶ୍ଲୋକ ବ୍ରହ୍ମାଜୀ କେମିତି ସବୁ ବୁଝେଇଛନ୍ତି ସେ ଭଗବତ ଧାମ ବିଷୟରେ, ତାକୁ ମଧ୍ୟ ପଢିକି ବୁଝିବେ। ହରେ କୃଷ୍ଣ। ପରବର୍ତ୍ତୀ ଶ୍ଲୋକ ପଢନ୍ତୁ। हरे कृष्ण। मम वांशो जीवलोके जीवभूत सनातनः मम शस्त्राणि इंद्रियाणि प्रकृति स्थानी कर्षति। ଅନୁବାଦ। ଏ ବଦ୍ଧ ଜୀବନର ଜଗତରେ ଥିବା ଜୀବଗଣ ମୋର ସନାତନ ଅଂଶ ବିଶେଷ ଅଟନ୍ତି। ବଦ୍ଧ ଜୀବନ ଯୋଗୁଁ ସେମାନେ ମନ ସମେତ ଛଅ ଇନ୍ଦ୍ରିୟ ସହିତ କଠିନ ସଂଗ୍ରାମ କରୁଛନ୍ତି। ହରେ କୃଷ୍ଣ। ଏଠି ହରେ କୃଷ୍ଣ। ତ ଏଠି ଭଗବାନ କହୁଛନ୍ତି ଯେ ବଦ୍ଧ ଜୀବନର ଜଗତରେ ଥିବା ଜୀବଗଣ ମୋର ସନାତନ ଅଂଶ ବିଶେଷ ଅଟନ୍ତି। ବଦ୍ଧ ଜୀବନ ଯୋଗୁଁ ସେମାନେ ମନ ସମେତ 6ଟି ଇନ୍ଦ୍ରିୟ ସହିତ କଠିନ ପରିଶ୍ରମ କରନ୍ତି। ତ ଏହା କହିବାର ଉଦ୍ଦେଶ୍ୟ କଣ? ଉଦ୍ଦେଶ୍ୟ ହଉଛି ଜୀବ, ଏଠି ସବୁ ପ୍ରାୟ ଜୀବ ହଉଛନ୍ତି ବଦ୍ଧ। ଆମେ ଦି ପ୍ରକାର ଜୀବ ଦେଖନ୍ତି, ଗୋଟେ ହେଲା ବଦ୍ଧ ଜୀବ, ଗୋଟେ ହେଲା ମୁକ୍ତ ଜୀବ। ତ ବଦ୍ଧ ଜୀବ ମାନେ ସେମାନଙ୍କର କାମନା ବାସନା ହେତୁ ସେମାନେ ସମ୍ପୂର୍ଣ୍ଣ ଭାବରେ ମାନେ କେବଳ ପ୍ରୟାସ ଜାରି ରଖୁଛନ୍ତି। ସେମାନେ ତାଙ୍କର ଇନ୍ଦ୍ରିୟ ମାନଙ୍କ ଦ୍ଵାରା ସମସ୍ତ କର୍ମ କରିବା ପାଇଁ ପ୍ରୟାସ ଜାରି ରଖୁଛନ୍ତି। 6ଟି ଇନ୍ଦ୍ରିୟ, ମନ ସହିତ 6ଟି ଇନ୍ଦ୍ରିୟ ଦ୍ଵାରା ସେମାନେ କଠିନ ପରିଶ୍ରମ କରୁଛନ୍ତି। କାହିଁକି ନା ସେମାନେ ଯୋଉ କାମନା ଦ୍ଵାରା ବଶୀଭୂତ ହେଇଛନ୍ତି, ସେ କାମନା ଗୁଡାକୁ ଚରିତାର୍ଥ କରିବା ହଉଛି ସେମାନଙ୍କ ମୁଖ୍ୟ ଲକ୍ଷ୍ୟ। ତ ଖାଲି ତ କାମନା କରିଦେବେ। ତେଣୁ କାମନାକୁ ଚରିତାର୍ଥ କରିବା ପାଇଁ ହେଲେ ଆମକୁ ପ୍ରୟାସ ବି କରିବାକୁ ପଡିବ, ଉଦ୍ୟମ କରିବାକୁ। ତେଣୁ ସେ ଉଦ୍ୟମ ଗୁଡାକ କେମିତି ହବ? ମନ ସହିତ 6ଟି ଇନ୍ଦ୍ରିୟକୁ ଏଇ 5ଟି ଇନ୍ଦ୍ରିୟକୁ ନେଇକିରି ଟୋଟାଲ 6ଟି ଇନ୍ଦ୍ରିୟ, ସେ 6ଟି ଇନ୍ଦ୍ରିୟ ମାନଙ୍କ ସାହାଯ୍ୟରେ ଜୀବ କଠିନ ପରିଶ୍ରମ, କଠିନ ପରିଶ୍ରମ। ଏବଂ ଭଗବାନ ଏଠି କହୁଛନ୍ତି କଣ ନା ଏଇ ବଦ୍ଧ ଜୀବନ ଗୁଡାକ, ଏଠି ଏ ଭୌତିକ ଜଗତ ଯୋଉ ସୃଷ୍ଟି ହେଇଛି କେବଳ ଏଇ ବଦ୍ଧ ଜୀବ ମାନଙ୍କ ପାଇଁ। ଯେହେତୁ ସେମାନଙ୍କର ମନ ସର୍ବଦା କାମନାରେ ପରିପୂର୍ଣ୍ଣ, ତେଣୁ ସେମାନେ
ସେମାନଙ୍କୁ ବଦ୍ଧ ଜୀବ ବୋଲି କୁହାଯାଏ, କାରଣ ସେମାନଙ୍କର କାମନା ଗୁଡିକ ପୂର୍ବ ଜନ୍ମର କାମନା ଗୁଡାକ ବର୍ତ୍ତମାନ ସୁଦ୍ଧା ବି ପରିପୂର୍ଣ୍ଣ ହେଇନାହିଁ। ତ ଏ ଜନ୍ମରେ ପୁଣି କାମନା, ସେ କାମନା ଗୁଡାକ କେମିତି ପୂର୍ଣ୍ଣ ହବ? ସବୁ ଗୁଡାକ ଏକା ସାଙ୍ଗରେ ପୂର୍ଣ୍ଣ ହେଇପାରିବ, ତା ପାଇଁ ସମୟ ବି ଲାଗିବ। ତେଣୁ ଗତ ଜନ୍ମରେ କିଛି ଅଧୁରା ରହିଥିଲା, ତାକୁ ବର୍ତ୍ତମାନ ସେ ଭୋଗ କରୁଛି। ସେ ଜାଣିପାରୁନି, କିନ୍ତୁ ଯୋଉ କର୍ମଫଳ ସେ ଭୋଗ କରୁଛି, ସେ କର୍ମଫଳ ହଉଛି ତାର ପ୍ରଭାବ, ତାର ପ୍ରତିକ୍ରିୟା। ବୁଝିଲେ? ତେଣୁ ଏ ଜନ୍ମରେ ପୁଣି ନୂଆ ନୂଆ କାମନା ସୃଷ୍ଟି ହୁଏ। ତେଣୁ ମଣିଷ କଣ୍ଟିନ୍ୟୁଅସଲି କାମନା କରିଚାଲିଛି, ବିନା କାମନାରେ ସେ ବଞ୍ଚି ପାରିବ। କେବଳ କାମନାର ପ୍ରୟାସ ତା ଭିତରେ ରହିଛି, ତେଣୁ ତାକୁ କଠିନ ପରିଶ୍ରମ କରିବାକୁ। ଭଗବାନ କହୁଛନ୍ତି କଣ ନା, ଏଇ ଯୋଉ ଜୀବଗଣ ସବୁ ବଦ୍ଧ ଜୀବଗଣ, ଏ ଜୀବଗଣ ହଉଛନ୍ତି ମୋର ଅଂଶ ବିଶେଷ। ମମୈବ ଅଂଶୋ, ଅର୍ଥାତ୍ ମମ ଏବ ଅଂଶ, ମୋର ଅଂଶ ଏମାନେ, ମୋର ଅଂଶ। ତ ଜୀବ ଜଗତରେ ଥିବା 84 ଲକ୍ଷ ଜୀବ ଦୁନିଆରେ ଯେତେ ଜୀବ ଅଛନ୍ତି ସମସ୍ତେ ଭଗବାନଙ୍କର ଅଂଶ ଅଛନ୍ତି। ଏମିତିକି ଦେବତା ମାନେ ମଧ୍ୟ ଭଗବାନଙ୍କର ଅଂଶ ମଧ୍ୟ। କେତେ ଗୁଡିଏ ଜୀବ ଅଛନ୍ତି ଯୋଉମାନେ ସବୁ ହଉଛନ୍ତି ସ୍ୱାଂଶ। ସ୍ୱାଂଶ ସ୍ୱାଂଶ ମାନେ ହେଲେ ଭଗବାନଙ୍କର ସ୍ୱରୂପ। ସେମାନେ ଏ ଭିତରେ ଯାଉନାହାନ୍ତି, ସେମାନେ ଭଗବାନ, ସେମାନେ ସମସ୍ତେ ହଉଛନ୍ତି ଭଗବାନଙ୍କର ଅବତାର। ଏବଂ ଯୋଉମାନେ ହଉଛନ୍ତି ବିଭିନ୍ନ ଅଂଶ, ଅର୍ଥାତ୍ ଅଂଶର ଅଂଶ, ଅଂଶ ମାନଙ୍କର ଅଂଶକୁ ଏଠି କୁହାହଉଛି ବଦ୍ଧ। ତ ସେଇମାନେ ଯେତେବେଳେ ସୃଷ୍ଟି ହେଇଛନ୍ତି ଏ ଜଗତରେ, ତ ସେମାନେ ସମସ୍ତେ ହଉଛନ୍ତି ଭଗବାନଙ୍କର ଅଂଶ। ବଦ୍ଧ ଜୀବଗଣ ଯେତେ ଅଛନ୍ତି ସମସ୍ତେ ଭଗବାନଙ୍କର ଅଂଶ ଅଟନ୍ତି। ତେଣୁ ଏ ଯୋଉ ଅଂଶ କଥା ଏଥିରେ ବର୍ଣ୍ଣନା କରାହେଇଛି, ସେ ଏଥିରେ ଦେବତା ମାନଙ୍କ ପାଖରୁ ଆରମ୍ଭ କରିକିରି ମାନେ ଛୋଟ ପିପିଲିକା ପର୍ଯ୍ୟନ୍ତ ସମସ୍ତେ ହଉଛନ୍ତି ଭଗବାନଙ୍କର ଅଂଶ। ଏମାନଙ୍କୁ ବିଭିନ୍ନ ପ୍ରକାର ଶରୀର ଗୋଟେ ଗୋଟେ ପ୍ରଦାନ କରାଏ। କାହିଁକି ପ୍ରଦାନ କରାହେଇଛି ନା, ପୂର୍ବ ଜନ୍ମରେ ସେମାନଙ୍କର ଯେମିତି ଭାବରେ କାମନା ଥିଲା, ସେଇ ହିସାବରେ ସେମାନଙ୍କୁ ଗୋଟେ ଗୋଟେ ଶରୀର ପ୍ରଦାନ କରାହେଇଛି, ଭୋଗ କରିବାର ଶରୀର। ତେଣୁ ସେଇ ଯୋଉ ଶରୀର ମଧ୍ୟରେ ମଧ୍ୟ ଆମେ ଦେଖନ୍ତି ପ୍ରତ୍ୟେକ ଜୀବଙ୍କର ଇନ୍ଦ୍ରିୟ ମାନେ ଅଛନ୍ତି। ତ ସେଇ ଇନ୍ଦ୍ରିୟ ମାନଙ୍କୁ ନେଇକିରି ଏ ଜୀବଗଣ କଠିନ ପରିଶ୍ରମ କରୁ। ମନୁଷ୍ୟ କେବଳ ଏକମାତ୍ର ଜୀବ ଯିଏ ଯାହା ପାଖରେ ବୁଦ୍ଧି ଟିକେ ଅଛି, ସେ ବୁଦ୍ଧିର ପ୍ରୟୋଗ ଆଚ୍ଛା କରିକି ସେ ଆଚ୍ଛା ଭଗବାନଙ୍କର ପ୍ରଭୁ ବିଧାନ ଆଚ୍ଛା ପ୍ରଭୁ ଏଠି ଇନ୍ଦ୍ରିୟ କହିଲେ ଆମର କର୍ମେନ୍ଦ୍ରିୟ ବୁଝେ ନା ଜ୍ଞାନେନ୍ଦ୍ରିୟକୁ ବୁଝେଇବ? ଜ୍ଞାନେନ୍ଦ୍ରିୟ, ଜ୍ଞାନେନ୍ଦ୍ରିୟ କର୍ମେନ୍ଦ୍ରିୟ ସବୁ, କିନ୍ତୁ ମୁଖ୍ୟତଃ ଜ୍ଞାନେନ୍ଦ୍ରିୟକୁ ହିଁ ବୁଝାଉ। ଏଠି ଜ୍ଞାନେନ୍ଦ୍ରିୟ ହିଁ ଆଖି, ନାକ, କାନ, ପାଟି ଏଇଆକୁ ହିଁ ବୁଝାଉ। ପ୍ରଥମ ହଉଛି ଜ୍ଞାନେନ୍ଦ୍ରିୟ। ତ ଯେ ମନ ଜ୍ଞାନେନ୍ଦ୍ରିୟ, ସମେତ 6ଟା ଇନ୍ଦ୍ରିୟ, ତେଣୁ ଆମର ତ ହଁ, କର୍ମେନ୍ଦ୍ରିୟଟା କର୍ମେନ୍ଦ୍ରିୟ ଦ୍ଵାରା ହୁଏ ନା, ଜ୍ଞାନେନ୍ଦ୍ରିୟ ତ ସେ କିଛି କରେନି। କର୍ମ ଇନ୍ଦ୍ରିୟ ଦ୍ଵାରା ସେ କାମ କରେ, କିନ୍ତୁ କର୍ମ ଇନ୍ଦ୍ରିୟ ଦ୍ଵାରା କର୍ମ କେମିତି କରିବ? ଯଦି ତା ପାଖରେ ଜ୍ଞାନେନ୍ଦ୍ରିୟ ନଥିବ, ସେ କର୍ମେନ୍ଦ୍ରିୟକୁ କାମରେ ଲଗେଇ ପାରିବନି। ତେଣୁ ପ୍ରଥମେ କର୍ମେନ୍ଦ୍ରିୟ ଆସେ, ତାପରେ ଜ୍ଞାନେନ୍ଦ୍ରିୟ, ତାପରେ ଯାଇ କର୍ମେନ୍ଦ୍ରିୟ। ଆମେ ଯେତେବେଳେ ସାଧାରଣତଃ ଇନ୍ଦ୍ରିୟ କଥା କୁହନ୍ତି, ଆମେ ଏଇ ପଞ୍ଚ ଇନ୍ଦ୍ରିୟ ମାନେ ଆମର ମୁଖ୍ୟତଃ ଏଇ ଇନ୍ଦ୍ରିୟକୁ ହିଁ ଚିନ୍ତା କରନ୍ତି ବା କୁହାଯାଏ ସାଧାରଣତଃ। ଜ୍ଞାନେନ୍ଦ୍ରିୟ ବୁଝେ। ଜ୍ଞାନେନ୍ଦ୍ରିୟ କଥାଟା ଜ୍ଞାନେନ୍ଦ୍ରିୟ ହିଁ ଉଠେ। ଆଜ୍ଞା, ଆଜ୍ଞା। ଜ୍ଞାନେନ୍ଦ୍ରିୟ କଥା ଉଠେ, କିନ୍ତୁ କର୍ମେନ୍ଦ୍ରିୟ କଥା ଉଠେନି। ଯେତେବେଳେ କର୍ମ କରିବା କଥା ପଡିବ, ସେତେବେଳେ ଯାଇ କର୍ମ ଇନ୍ଦ୍ରିୟ ମାନଙ୍କ ସହାୟତା ଆମେ ନିଅୁ। ତ ପ୍ରଥମେ ଆମେ ବୁଝିଛନ୍ତି ଯେ ଭଗବାନଙ୍କର ସ୍ୱାଂଶ, ଯୋଉମାନେ ସ୍ୱ ଅଂଶ, ସେମାନେ ସବୁ ହଉଛନ୍ତି ବିଷ୍ଣୁ ତତ୍ଵ। ଏବଂ ଭଗବାନଙ୍କର ବିଭିନ୍ନାଂଶ ଯୋଉମାନେ ସବୁ ରହିଲେ, ସେମାନେ ସବୁ ଅ ବିଭିନ୍ନ ପ୍ରକାର ଜୀବ ଏବଂ ଦେବତା ଗଣ। ଏମାନେ ସବୁ ଭଗବାନଙ୍କ ଠାରୁ ହରେ ସୃଷ୍ଟି, କୃଷ୍ଣ ଅର୍ଥାତ୍ ଭଗବାନଙ୍କର ହରେ କୃଷ୍ଣ ଅଂଶ ମାନଙ୍କ ଠାରୁ ମଧ୍ୟ ସୃଷ୍ଟି ହେଇଛି। ହରେ କୃଷ୍ଣ। ପ୍ରଭୁଜୀ, ଯୋଉ ସ୍ୱାଂଶ ହେଲେ ସିନା ଭଗବାନଙ୍କର ଅଂଶ, ଯୋଉ ବିଭିନ୍ନ ଅଂଶ ହେଲେ ସବୁ ଯାକ ହଉଛନ୍ତି ଯୋଉ ଜୀବ ଶରୀରରେ ଯୋଉ 24 ତତ୍ଵ, ସେଇଠି ଗଠିତ ହେଇଛି ବିଭିନ୍ନ ଅଂଶ ଯୋଉ ବିଭିନ୍ନ ବିଭିନ୍ନ ଅଂଶ ଯୋଉଟା ଆମେ କହୁଛନ୍ତି। ଆମେ ସବୁ ଯାଉଛନ୍ତି ସେଇ ବିଭିନ୍ନାଂଶକୁ। ଆମେ ଆଜ୍ଞା, ସମସ୍ତେ ଏ ହଉଛନ୍ତି ପାଞ୍ଚ ବିଭିନ୍ନାଂଶ। 84 ଲକ୍ଷ ଜୀବ ଦୁନିଆରେ ଯେତେ ଜୀବ ଅଛନ୍ତି, ସବୁ ହଉଛନ୍ତି ଭଗବାନଙ୍କର ବିଭିନ୍ନାଂଶ। ଆଉ ସ୍ୱାଂଶ ଅବତାର ଯୋଉ ହେଲେ
ଶ୍ୱାଂସ ଅବତାର ସେ ତ ବିଷ୍ଣୁ ତତ୍ଵ ଆପଣଙ୍କର ସେ ତତ୍ଵ କଥା ଆମେ ଏଠି ବୁଝୁନାହାନ୍ତି। ଏ ଶ୍ଲୋକରେ ଆଜ୍ଞା ଭଗବାନ ସେ ବିଷୟରେ କିଛି କହୁନାହାନ୍ତି। ଆଜ୍ଞା। ଭଗବାନ କେବଳ ଏଇ ବିଭିନ୍ନାଂଶ ମାନଙ୍କ କଥା କହୁଛନ୍ତି ଯେ ଜୀବ ମାନେ ଜୀବ ହଉଛନ୍ତି ମୋର ଜୀବ ସନାତନ ଶାଶ୍ୱତ ଅଂଶ ବିଷୟ ବୁଝିଲା। ଆଜ୍ଞା ତେଣୁ ଆଜ୍ଞା ଏଠି ସେଇମାନଙ୍କ କଥା କେବଳ ହଉଛି ବିଭିନ୍ନାଂଶ ମାନଙ୍କ କଥା କୁହାହଉଛି। ଏଠି ବିଷ୍ଣୁ ତତ୍ଵ ସମ୍ବନ୍ଧରେ କିଛି କୁହାଯାଉ ନାହିଁ। କେବଳ ମୁଁ ବୁଝିବା ଚକ୍କରରେ ପ୍ରଭୁପାଦ ମଧ୍ୟ ସେଠି ଟିକେ ଲେଖିଛନ୍ତି। ତ ଭଗବାନଙ୍କର ସ୍ୱ ଅଂଶ ଭିତରେ ଶ୍ରୀରାମଚନ୍ଦ୍ର, ନୃସିଂହ ଦେବ, ବରାହ ଦେବ ଏସବୁ କଚ୍ଛପ ଅବତାର ଭଗବାନଙ୍କ ସବୁ ବିଭିନ୍ନ ଅବତାର ଗୁଡା ଯୋଉ ଆସୁଛି ଆଉ ଆମର ବଳରାମ ଏ ସବୁ ଭଗବାନଙ୍କର ସ୍ୱ ଅଂଶ ଅଟେ। ତେଣୁ ସେ ବିଷୟରେ ଏଠି ସେମାନେ ତ ଜୀବ ନୁହନ୍ତି ନା, ସେମାନେ ସ୍ୱୟଂ ଭଗବାନ। ତେଣୁ ତାଙ୍କ ବିଷୟରେ ଆମେ ଏଠି ଆଲୋଚନା କରିବାର ନାହିଁ। କେବଳ ଜୀବ ମାନଙ୍କ କଥା ଆମେ ଏଠି ଆଲୋଚନା କରୁଛନ୍ତି ଯୋଉମାନେ ହଉଛନ୍ତି ସନାତନ ଅଂଶ ବିଶେଷ ଭଗବାନଙ୍କର, ସେଇମାନଙ୍କ ବିଷୟରେ ଏଠି କୁହାହଉଛି। ଆଉ ଏଇ ଜୀବଗଣ ଯେମିତି ଗୋଟେ ଗାଈ ବନ୍ଧା ହେଇକି ରହିଥାଏ ଖୁଣ୍ଟ ଧିରେ, ଠିକ ସେଇଭଳିଆ ଏ ଭୌତିକ ଜଗତ ହଉଛି ଜେଲଖାନା। ଆ ଭିତରେ କେବଳ ବଦ୍ଧ ଜୀବ ମାନେ ବନ୍ଧା ହେଇକିରି ପଡିବେ। ତ ସେମାନେ ସେମାନଙ୍କର କାମନା ବାସନା ଯୋଗୁ ଏ ଭୌତିକ ଜଗତର ସ୍ଥିତି କି ପ୍ରାପ୍ତ ହେଇଛି। ତ ଏଠି ବିଭିନ୍ନ ପ୍ରକାର ଶରୀର ମଧ୍ୟ ତାଙ୍କୁ ମିଳିଛି ଏବଂ ସେଇ ଅନୁସାରେ ତଦନୁସାରେ ସେମାନେ କର୍ମ ମଧ୍ୟ କରୁଛନ୍ତି। ଏବଂ ଭଗବାନ ତାଙ୍କୁ ସ୍ୱାଧୀନତା, ସ୍ୱଳ୍ପ ସ୍ୱାଧୀନତା, ଅଣୁ ସ୍ୱାଧୀନତା ତାଙ୍କୁ ପ୍ରଦାନ କରିଛନ୍ତି, ଯାହା ଫଳରେ ସେମାନେ ଯଦି ଇଚ୍ଛା ପ୍ରକାଶ କରିବେ ତାହେଲେ ନିଶ୍ଚିତ ଭାବରେ ଭୌତିକ ଜଗତରୁ ଚିତ୍ ଜଗତକୁ ସ୍ଥାନାନ୍ତରିତ ହେଇପାରିବେ। ସେଥିପାଇଁ ଭଗବାନ ତାଙ୍କୁ ସ୍ୱାଧୀନତା ପ୍ରଦାନ କରିଛନ୍ତି। ତେଣୁ ଯଦି ସେ ସ୍ୱାଧୀନତାର ଅପବ୍ୟବହାର କରେ ତାର ପତନ ହବା ନିଶ୍ଚିତ। ସେ ତଳକୁ ଖସିଯିବ କିନ୍ତୁ ଉପରକୁ ଉଠି ପାରିବ। ତେଣୁ ଏଇ ଯୋଉ ସ୍ୱାଧୀନତା ତାର ସଦ୍ବ୍ୟବହାର ଯଦି ସେ କଲା ନିଶ୍ଚିତ ଭାବରେ ଚିତ୍ ଜଗତକୁ ସ୍ଥାନାନ୍ତରିତ ହେଇପାରିବ, ମୁକ୍ତ ଅବସ୍ଥା ଲାଭ କରିପାରିବ। ତ ଏଠି ପ୍ରଭୁପାଦ ମଧ୍ୟ ବୁଝଉଛନ୍ତି କେବଳ ଯେ ଜୀବଗଣ କହିଲେ ମାନବ ଗଣ ବା ମାନବେତର ପ୍ରାଣୀ, କୁକୁର, ବିରାଡି ଏସବୁକୁ ବୁଝାଯାଏ ନାହିଁ। ଭୌତିକ ଜଗତର ବିଶିଷ୍ଟ ନିୟନ୍ତ୍ରଣକାରୀ ଯୋଉମାନେ ସବୁ ହଉଛନ୍ତି ବ୍ରହ୍ମା, ଶିବ, ବିଷ୍ଣୁ ଭଗବାନଙ୍କର ଅଂଶ ବିଶେଷ ଅଟନ୍ତି। ସେମାନେ ସମସ୍ତେ ଶାଶ୍ୱତ ଅଟନ୍ତି, ସାମୟିକ ଏବଂ ଅସ୍ଥାୟୀ ପ୍ରକାଶ ନୁହନ୍ତି। ଯେତେବେଳେ ପର୍ଯ୍ୟନ୍ତ ଏ ସଂସାର ଅଛି ସେତେବେଳେ ପର୍ଯ୍ୟନ୍ତ ଏମାନେ ଅଛି। ବୁଝିପାରୁଛନ୍ତି? ଯେତେବେଳେ ପର୍ଯ୍ୟନ୍ତ ପ୍ରଳୟ ନ ଆସି ସେ ପର୍ଯ୍ୟନ୍ତ ଏମାନେ ସବୁ ଅଛି। ଯେତେବେଳେ ପ୍ରଳୟ ଆସିଯିବ ତ ଏଇ ଅଂଶ ମାନେ ଭଗବାନଙ୍କର ଅଂଶ ମାନେ ଏମାନେ ମଧ୍ୟ ଯାଇକିରି ଭଗବାନଙ୍କର ଉଦର ମଧ୍ୟରେ ସ୍ଥାନ ପାଇଥିବେ। ସେମାନେ ମଧ୍ୟ ତାଙ୍କର କ୍ରିୟା ସବୁ ବନ୍ଦ ହେଇଥାଏ। ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଏଇ ତିନି ଜଣଙ୍କର କ୍ରିୟା ମଧ୍ୟ ବନ୍ଦ ହେଇଥାଏ। ଏବଂ ଏଇ ଯୋଉ ଗୁଣର ପ୍ରଭାବ ବିଷୟରେ ମଧ୍ୟ ବର୍ଣ୍ଣନା କରାହେଇଛି। ତ ଗୁଣର ଯୋଉ ପ୍ରଭାବ ରହୁଛି ସେ ଗୁଣର ପ୍ରଭାବ ହେଲା କଣ ନା, ଯେମିତି ଭାବରେ ଜୀବଗଣ ସବୁ ହଉଛନ୍ତି ବନ୍ଧନରେ ପଡିକିରି ରହିଛନ୍ତି। ତ ଏଠି ବୁଝା ହଉଛି ଜଣେ ବନ୍ଧନରେ ପଡିଥିବା ବ୍ୟକ୍ତି ସିଏ ଆଉ ଜଣେ ବନ୍ଧନରେ ପଡିଥିବା ବ୍ୟକ୍ତି କେବେ ମୁକ୍ତି ଦେଇପାରିବ ନାହିଁ। କାହିଁକି ଦେଇପାରିବନି? କାରଣ ସେ ନିଜେ ତ ବନ୍ଧା ହେଇଛି, ତେଣୁ ଅନ୍ୟ ଜଣକୁ କେମିତି ବନ୍ଧନ ମୁକ୍ତ କରିବ? ବୁଝିହଉଛି? ତେଣୁ ଏଠି ଜଣେ ମୁକ୍ତ ପୁରୁଷଙ୍କର ଆବଶ୍ୟକତା ଅଛି ଯେ ବନ୍ଧା ନ ହେଇ ସେଭଳି ବ୍ୟକ୍ତି ଯଦି ମିଳନ୍ତି ତାହେଲେ ସିଏ ଜଣେ ବନ୍ଧନରେ ପଡିଥିବା ବ୍ୟକ୍ତିକୁ ନିଶ୍ଚିତ ଭାବରେ ମୁକ୍ତି ପ୍ରଦାନ କରିପାରିବେ। ତ ଏଠି ସେଇଥିପାଇଁ ମୁକ୍ତ ପୁରୁଷ ମାନଙ୍କର ସହାୟତା ନିଆହେଇଛି ବା ଯୋଉମାନେ ସବୁ ଅଛନ୍ତି ଶୁଦ୍ଧ ଭକ୍ତ ସେଇମାନଙ୍କର ସହାୟତା ନିଆହେଇଛି। ତ ସେଇମାନେ ଯଦି ଆମକୁ ଜ୍ଞାନ ପ୍ରଦାନ କରିବେ ତାହେଲେ ଆମେ ସେ ଜ୍ଞାନ ପ୍ରାପ୍ତ ହେଇ ତାହେଲେ ଭୌତିକ ଜୀବନରୁ ଆମେ ମୁକ୍ତି ପାଇପାରିବା। ତେଣୁ ସେଇମାନଙ୍କର ସଙ୍ଗ ଲାଭ କରିବା, ସେମାନଙ୍କ ପାଖକୁ ଉପଯୁକ୍ତ ଉପଦେଶ ମଧ୍ୟ ଗ୍ରହଣ କରିବା ହଉଛି ପ୍ରତ୍ୟେକ ଜୀବ ମାନଙ୍କର କର୍ତ୍ତବ୍ୟ। ତ ଭଗବାନ ଏଠି କହିବାର ଉଦ୍ଦେଶ୍ୟ ହଉଛି ଯେ ବଦ୍ଧ ଜୀବନରୁ ମୁକ୍ତି ପାଇବା ପାଇଁ ଆମକୁ କେବଳ ଭଗବାନଙ୍କର ଯୋଉ ଉପଦେଶ ସବୁ ରହିଛି ସେ ଉପଦେଶ ଭଗବାନ ତ ସବୁବେଳେ ଆସିକି ଆମକୁ ପ୍ରଦାନ କରିବେ ନାହିଁ। ତେଣୁ ଭଗବାନ ତାଙ୍କ ପ୍ରତିନିଧି ମାନଙ୍କୁ ବିଭିନ୍ନ ସମୟରେ ଭୌତିକ ଜଗତକୁ ପ୍ରେରଣ କରିଥାନ୍ତି। ତେଣୁ ସେ ଯୋଉ ପ୍ରତିନିଧି ମାନଙ୍କୁ ପଠେଇଥାନ୍ତି ସେଇ ପ୍ରତିନିଧି ମାନେ ହିଁ ଆମକୁ
उचित मार्ग परिचालित होगा उपदेश सब प्रदान करते तेणु जहा फल आम ये भौतिक जगतर स्थिति मुक्ति पाई परिबा अर्थात रजगुण एवं तम गुण मुक्ति हेले आम जाइए सत्व गुण को जापर सत्व गुण को गले आम भितर दिव्य चेतना सज्जीवित हो उठिब एवं से दिव्य चेतनार प्रभाव रे आम पुणी प्रयास करी शुद्ध चेतना बा शुद्ध सत्व स्तर को उन्नत हो पार तेणु जे पर्यंत मनुष्य रजगुण कि तम गुणर प्रभाव रे रही से पर्यंत से संपूर्ण भाव में बद्धरे अच्छे बद्धावस्था भितर से रही तेणु ये बद्ध जीवन रे थिबा समस्त जीव माने इंद्रमान मन एवं इंद्रमान द्वारा समस्त प्रकार कार्य करिवारे व्यस्त रहता मध्यांगिनायन श्रुति निम्नलिखित भाव में वर्णना कराई स बा एष ब्रह्मनिष्ठ इदं शरीरं मर्त्यम अतिसूर्य ब्रह्माभिसंपद्य ब्रह्मण पश्यति ब्रह्मणा शृणोति ब्रह्मण वेदम सर्वम अनुभवति कौन कहुची ना जेतेबेले जीव ये भौतिक शरीर त्याग करे एवं चित जगत रे प्रवेश करे सेतेबेले से तार दिव्य शरीर लाभ करे एवं से ही दिव्य शरीर रे से परम पुरुष भगवान को प्रत्यक्ष भाव में दर्शन करिपारे अर्थात भगवत अनुभूति भगवान अनुभूति लाभ करने जनको चित जगत को प्रवेश करने को पड़े बिना चित जगत को उन्नीत करी आमे केबे भगवत दर्शन लाभ करिपारिबा ना तेणु आमको शुद्ध सत्व स्तर को उन्नीत हवा मैंने त्रिगुणर प्रभाव संपूर्ण भाव में मुक्त हवा ये जो पुरुषोत्तम जोगरे भगवान पूर्व अध्याय आम जो पढ़ुते त्रिगुण मान क्रिया प्रतिक्रिया तो ये भगवान से कथा ही बेस गुरुत्व आरोप कर आम किभली भाव में भौतिक जगतर त्रिगुणर प्रभाव मुक्त हवा तो भौतिक जगतर प्रभाव मुक्त हेले ही आपण जाकि चित जगत रे प्रवेश करें वैकुंठ लोक को प्राप्त करें नहले हम ना तेणु आमको सेपरी भाव में कर्म करने को पड़े ये अंश विषय टी आलोचना होती अंश कहले आम कौन बुझुल आम बुझा दरकार भगवान अंश जिते भगवान स्वयं कहते जीव हूँ मोर दिव्य शाश्वत सनातन अंश यार अर्थ कौन भगवान जेहेतु दिव्य एवं दिव्य चेतन परिपूर्ण एवं आनंदमय तेणु जीव जिते पाखर सृष्टि सी दिव्य एवं आनंदमय सी शाश्वत एक बुझी रख तेणु प्रत्येक जीव जहाँ कि भगवान सृष्टि होती समस्ते दिव्य चेतनार किंतु कथा हूँ जेहेतु भौतिक जगतर कामना भितर से प्रवेश कर त्रिगुणर प्रभाव हेतु से विभिन्न प्रकार कामना सब मन भितर सृष्टि हो तेणु से बद्ध जीवन प्राप्त कर किंतु जितेबाला से प्रकृत ज्ञान आहरण करेंगे से निश्चित भाव में शुद्ध चेतना स्तर को उन्नीत हो पारे एवं भगवान को पूर्ण रूप से जापर कि मुझे भगवान अंश भितर से तो कहुए जे जीव हूँ प्रत्येक मनुष्य हूँ कौन भगवान अंश तेणु ये गोटे उदाहरण दिखाई जमी भाव में सुना को आम टिक टिक करके चूना करदे सुनार क्षुद्र अंश गुड़िक सुना ठारू अलग नुह सुना ठारू केवल अलग हम ना अर्थात आधार सुनार समस्त क्वालिटी गुण गुड़िक रही था ठीक सेमती भाव में जीवगण भगवान ठारू अलग हो जाते भौतिक जगत से पाखे दिव्य चेतना अच्छी बुझे पाखे भगवत ज्ञान भगवत गुण सबकि अंतर्निहित भाव में रही सुजोग पाइले सेगुड़ा सब परिपुष्ट है सुजोग न पाइला पर्यंत से भाव में प्रभाव रहित रही बाहर को प्रकटित हो पारती ना ठीक सुनार अंश विशेष स्वरूप बुझा तेणु जीव मैंने जेहेतु आम विभिन्नांश बोली कहूँ से आम के चिंता करने उचित नुहे जमी निराकारवाद मैंने चिंता करती
ଯେ ଭଗବାନ ତାଙ୍କ ନିଜକୁ ଖଣ୍ଡ ଖଣ୍ଡ କରିକି ବୋଧେ ସୃଷ୍ଟି କରୁଛନ୍ତି। ଭଗବାନ କେବେ ନିଜକୁ ଖଣ୍ଡ ଖଣ୍ଡ କରନ୍ତି ନାହିଁ। ସେ ସମ୍ପୂର୍ଣ୍ଣ ଭାବରେ ଏକ ଏବଂ ତାଙ୍କ ଠାରୁ ଯେତେ ସବୁ ବିଭିନ୍ନାଂଶ ସୃଷ୍ଟି ହେଇଛନ୍ତି ସେମାନେ ଭଗବାନଙ୍କର ଅଂଶ ସ୍ୱରୂପ ଅଟନ୍ତି ଏବଂ ସେମାନେ ସବୁ ଯେତେବେଳେ ସୃଷ୍ଟିର ବିଲୟ ହୁଏ ସମସ୍ତେ ଭଗବାନଙ୍କ ଠାରେ ଅନ୍ତର୍ନିହିତ ଭାବରେ ପ୍ରବେଶ କରିକି ସବୁ ଏକ ହେଇ ବୁଝ। ତେଣୁ ଭଗବାନ ସବୁବେଳେ ସର୍ବକ୍ଷଣ ସେ ଏକ ହେଇକି ରହିଥାନ୍ତି। ପରବର୍ତ୍ତୀ ଶ୍ଲୋକକୁ ଆମେ ଯିବା। ଶ୍ଲୋକ ନମ୍ବର 9 ଆଠ ଶ୍ଵେତଂ ଚକ୍ଷୁ ଆଠ 8 ଆଠ ନା ସରି 8 ସରି ସରି ପ୍ରଭୁ 8 ଶରୀରଂ ଯଦ୍ବାପ୍ନୋତି ଆଜ୍ଞା ଶରୀରଂ ଯଦ୍ବାପ୍ନୋତି ଯଜାପୁତ୍ୟ କ୍ରାମତୀଶ୍ୱରଃ ଗୃହୀତୈତାନି ସଂଜାତି ବାୟୁଗନ୍ଧା ନିବାସୟାତ୍। ଯେପରି ବାୟୁ ଫୁଲରୁ ଗନ୍ଧ ବୋହି ନିଏ ସେହିପରି ଜୀବ ଏ ଭୌତିକ ଜଗତରେ ଜୀବନର ବିଭିନ୍ନ ଧାରଣା ବା ମନ ସମେତ ଇନ୍ଦ୍ରିୟ ଅନୁଭୂତିକୁ ବହନ କରି ଗୋଟିଏ ଶରୀରରୁ ଆଉ ଗୋଟିଏ ଶରୀରକୁ ଗତି କରେ। ହରେ କୃଷ୍ଣ ପ୍ରଭୁ। ଆଜ୍ଞା ବହୁତ ସୁନ୍ଦର ଏ ଶ୍ଲୋକରେ ବୁଝା ହେଇଛି କେମିତି ଭାବରେ ଦେହାନ୍ତର ପ୍ରାପ୍ତି। ଆମେ ଦ୍ୱିତୀୟ ଅଧ୍ୟାୟରେ ମଧ୍ୟ ସାଂଖ୍ୟ ଯୋଗରେ ଏ ବିଷୟରେ ପଢି ସାରିଛନ୍ତି ଯେ ମନୁଷ୍ୟ ତାର ସୂକ୍ଷ୍ମ ଶରୀରରେ ଅର୍ଥାତ୍ ତାର ମନ ବୁଦ୍ଧି ଅହଙ୍କାର ଏ ତିନୋଟାକୁ ନେଇକିରି କେମିତି ଭାବରେ ସେ ଆଉ ଗୋଟେ ଶରୀର ଭିତରେ ପ୍ରବେଶ କରେ। ତ ଭଗବାନ ଏ ଶ୍ଲୋକ ମାଧ୍ୟମରେ ସେଇ କଥା ହିଁ ବୁଝଉଛନ୍ତି। ଯେପରି ବାୟୁ ଫୁଲରୁ ଗନ୍ଧ ବୋହି ନିଏ ସେହିପରି ଜୀବ ଏ ଭୌତିକ ଜଗତରେ ଥିବା ବିଭିନ୍ନ ଧାରଣା ଏବଂ ଅନୁଭୂତିକୁ ବହନ କରି ଗୋଟିଏ ଶରୀରରୁ ଆଉ ଗୋଟିଏ ଶରୀରକୁ କରିଥାଏ। ଏଠି ଶ୍ରୀଲ ପ୍ରଭୁପାଦ ଜୀବକୁ ଏଠି ଈଶ୍ୱର ମଧ୍ୟ କହିଲେ। ଈଶ୍ୱର କହିବାର ତାତ୍ପର୍ଯ୍ୟ ହଉଛି ସିଏ ହଉଛି ଏ ଶରୀରର ନିୟନ୍ତ୍ରଣକାରୀ। ନିୟନ୍ତ୍ରଣକାରୀ କାହିଁକି ନା ସିଏ ଚାହିଁଲେ ସିଏ ଜଗତକୁ ଯାଇପାରିବ, ସିଏ ଚାହିଁଲେ ଗୋଟେ କୁକୁର ହେଇପାରିବ। ତେଣୁ ତାକୁ ସେ ସ୍ଵାଧୀନତା ଯୋଉ ଦିଆହେଇଛି ସେ ସ୍ଵାଧୀନତାର ଅର୍ଥ ସେ ତା ନିଜ ଶରୀରକୁ କେମିତି ଭାବରେ ପରିବର୍ତ୍ତନ କରିପାରିବ ତା ଉପରେ ନିର୍ଭର। ମୁଁ ମୋ ଚେତନାକୁ ଯଦି ଭଗବତ ଚେତନାରେ ସନ୍ନିବିଷ୍ଟ କରିକି ରଖିବି ସବୁ ସମୟରେ ତାହେଲେ ମୁଁ ନିଶ୍ଚିତ ଭଗବତ ଧାମକୁ ଯାଇପାରିବି। ଯଦି ମୁଁ ମୋର ଭୌତିକ ଆସକ୍ତିରେ ପରିପୂର୍ଣ୍ଣ ହେଇକିରି ବିଭିନ୍ନ ସୁଖ ଅନୁଭୂତି କି ପାଥେୟ କରିକି ମୁଁ ଯଦି ଜୀବନ ଅତିବାହିତ କରେ ତାହେଲେ ମତେ ଏଠି କର୍ମୀଙ୍କ ଗହଣରେ ଜନ୍ମ ଗ୍ରହଣ କରିବା। ମୁଁ ଯଦି କୌଣସି କୁକୁର ବିଲେଇ କିମ୍ବା ହରିଣକୁ ଚିନ୍ତା କରିକିରି ମୃତ୍ୟୁବରଣ କରେ ତାହେଲେ ମୁଁ ମଧ୍ୟ ସେମାନଙ୍କ ଶରୀର ପ୍ରାପ୍ତ ହୁଏ। ଏ କଥା ଭଗବାନ ଅଲରେଡି କହିସାର ଅନ୍ତ କାଣ୍ଡ ମାମେବ ସ୍ମରଣ ମୁକ୍ତା କରେ ବଳମ୍ ଜ ପ୍ରୟାତି ସଦ୍ଭାବମ୍ ମଦ୍ଭାବମ୍ परमम् तद्भक्तमं परमम् परमम ना ना जाति अन्यत्र संशय अन्यत्र संशय अर्थात भगवान को जी अंतकाल में स्मरण करे मृत्यु समय से भगवत धाम को भगवान को प्राप्त मते प्राप्त कर कौन से संशय कर ना भगवान स्वयं को। तेणु ये जो देहांतर कथा से कहुच्छी देहांतर समय मृत्यु समय मनुष्य चेतना जहाँ रही है से अनुसार सी गोटे शरीर प्राप्त। तेणु श्रील प्रभुपाद ये बुझाऊँ से कथा को भल भाव जेहेतु जीव हूँ तार शरीर नियंत्रणकारी से जदि से इच्छा करे तेबे से उन्नतर शरीर बा उन्नत परिवर्तन करें एवं से जदि इच्छा करे ताहले से एक नीचतर अवस्था को प्राप्त करें। यहाँ निजर कंट्रोल भीतर जीवर सूक्ष्म स्वाधीनता अच्छी शरीर परिवर्तन ता निज उपर निर्भर। मृत्यु समय से जो प्रकार चेतनार बशवर्ती हुए पर जन्म से प्रकार चेतना अनुसार से एक शरीर प्राप्त यही कथा मुझे बुझौली जे अंत कांडित नामे श्लोक माध्यम भगवान कहते भगवान को से स्मरण चिंतन करुव अंत काल से भगवान भगवान को ही प्राप्त कर आम जहाँ भी से चिंता करवा से अनुसार आमको शरीर मिले बुझे। तेणु
मनीष कुकुर को चिंता कले कुकुर शरीर प्राप्त करिवो जेतବେଳେ कौन अन्य कौन देवता इच्छा प्रकाश करे बा चेतना भितर को आने से देवता शरीर प्राप्त करिवो जदि तार पूर्व पुरुष मानक जदि चिंता कर देह त्याग कला ताले से मध्य पितृ पुरुषंक स्थान को प्राप्त करिवो तो यही भाव रे मनुष्यर चेतना अनुसार ताकू शरीर मिली था तेणु जीव जितेबाला गोटे शरीर आ गोटे शरीर को गमन करे तार समस्त कार्यावली मध्य से अनुसार होता जदि जड़े देवता हम से कौन आ मनुष्य भाया कर्म करेंगे जदि जड़े कुकुर हम से कुकुर भाया हम से शुकर भाया हम सी जे शुकर जन्म पाइला से शुकर भाया कार्य जाकि विष्टा खाइब एवं नर्दमार जाकि गड़ब तेणु जितेबाला जो शरीर प्राप्त हुए से शरीर अनुसार से कार्य करें तेणु जानी रखा उचित जे आम आम पाखे दुईटी शरीर रोचे गोटे सूक्ष्म शरीर गोटे स्थूल शरीर स्थूल शरीर विनाश हो जापे किंतु सूक्ष्म शरीर विनाश हुए तेणु सूक्ष्म शरीर तार मन बुद्धि अहंकार एवं मनुष्यर शेष समय चेतना को सांगे धरिकी से जाकि आउ गोटे शरीर मध्य प्रवेश करे तेणु ये जो यात्रा तार रही गोटे शरीर आउ गोटे शरीर को सी जीव जहाँ कहुची देहांतर बोलिकी एठी ताकू कर्षति बोलिकी कहुए ये श्लोक एठी कर्षति शब्द व्यवहार कराई तेणु से कर्षति बोली कहुई जे जीवन संग्राम अर्थात मनुष्य जीवन काल सारा जीवन सारा से केवल कठिन संग्राम कर से चिंता करूनी मत कौन शरीर प्राप्त होगा जाऊँगी से विषय से चिंता करू केवल कर्म करिवार व्यस्त भविष्यटा कौन अनिर्दिष्ट सी देखिनी कि जानिनी सी बुझा प्रयास करूनी जे परवर्ती जन्म मोर कौन हो बा पूर्व जन्म मु कौन थी जहाँफल मत आज मनुष्य शरीर मिली ताकू से केवे एनालिसिस करूँ तेणु सी बद्ध जीवन को ये अतिवाहित करू तेणु यहीपरि भाव में बद्ध जीवन तार संग्राम करिवार व्यस्त किंतु तार कौन सी प्रकार समाधान से करिवार बाट पाऊना जदि से प्रयास करता ताहले हुए तो बद्ध जीवन से उद्धार पाई पारंता एवं उन्नति लाभ करिता तेणु यहीपरि भाव में ये श्लोक भगवान तंकर देहांतर कथा को बुझे तो पर श्लोक हरे कृष्ण श्लोक नौ हरे श्लोक कृष्ण नौ। भाई हाँ। श्लोक 9 श्रोत्रं चक्षुः स्पर्शनं च रसनं घ्राणमेव च अधिष्ठाय मनश्चाय विषयानुपसेवते अनुवाद एहीपरि जीव आउ गोटे स्थूल शरीर प्राप्त होई गोटे प्रकार कर्ण जिह्वा नासिका एवं स्पर्शेन्द्रिय आदि प्राप्त हुए एमाने समस्ते मन को बेढ़ी करी रहंती एहीपरि जीव एक निर्दिष्ट प्रकार इंद्रिय ग्राह्य विषय वस्तु उपभोग करे तेणु ये श्लोक माध्यम भगवान कहते जे जीव जो कौन एक शरीर लाभ करे स्थूल स्थूल शरीर जो से प्राप्त हुए ताकू से शरीर अनुसार ताकू पांचटी ज्ञानेन्द्रिय पांचटी कर्मेन्द्रिय भगवान प्रदान प्रत्येक जीवंकर मन आम जमी आम मन को पढ़ी पारुना जानी पारुଛୁ किंतु अन्य जीव माने तांको मन कथा बाहर प्रकाश करि पारु किंतु सेमानक समस्तंकर इंद्रिय तेणु जीवगण एठी जेतेबेले कौन से शरीर स्थूल शरीर प्राप्त होती से जेहेतु भोग कामना रही ना कहीं शरीर मिलला भोग कामना पाई शरीर मिल तो से जो भोग कामना टिकक अच्छी भोग करने जदि इंद्रिय न दे दिया हम ताकू से केवे भोग करि परिबो ना तेणु प्रत्येक जीव मान को इंद्रिय प्रदान कराए भगवान तांको सब इंद्रिय दे कहार इंद्रिय
କାହାରି ଇନ୍ଦ୍ରିୟ ସହିତ ସମକକ୍ଷ ମଧ୍ୟ ନୁହେଁ। ଏଠି ଗୋଟେ ପଶୁର ଇନ୍ଦ୍ରିୟ ମନୁଷ୍ୟର ଇନ୍ଦ୍ରିୟ ସହିତ ସମକକ୍ଷ ନୁହେଁ। ମନୁଷ୍ୟର ଚେତନା ଗୋଟେ ପଶୁର ଚେତନା ଭିତରେ ଆକାଶ ପାତାଳ ପ୍ରଭେଦ ରହୁଛି, ବୁଝିପାରିଲେ। ତେଣୁ ମନୁଷ୍ୟର ଚେତନା ହେଲା ଟିକେ ଉନ୍ନତତର, କିନ୍ତୁ ଗୋଟେ ପଶୁର ଚେତନା ହେଲା ନିଚତର। ତେଣୁ ଯେତେବେଳେ ସେଇଭଳିଆ ଚେତନା ସେ ଲାଭ କରେ, ତେଣୁ ତାକୁ ମଧ୍ୟ ଉପଭୋଗ କରିବା ପାଇଁ ଭଗବାନ ତାକୁ ଉନ୍ନତତର ଇନ୍ଦ୍ରିୟ ମାନଙ୍କୁ ପ୍ରଦାନ କରୁଛି ଏବଂ ତା ସହିତ ବୁଦ୍ଧି ମଧ୍ୟ ପ୍ରଦାନ କରୁଛି। ଯଦି ଏସବୁ ଜିନିଷ ନଦେବେ ତାହେଲେ ମନୁଷ୍ୟ ମଧ୍ୟ ତାର ଭୋଗ ଲାଳସା ଚରିତାର୍ଥ କରିପାରିବ ନାହିଁ। ତାପରେ କୁହାହଉଛି କଣ ଯେ ସ୍ୱଭାବତଃ ଚେତନା ହଉଛି ବିଶୁଦ୍ଧ, ଜଳ ପରି ବିଶୁଦ୍ଧ, ସ୍ୱଚ୍ଛ, ପବିତ୍ର। କାରଣ ଚେତନାଟା ସ୍ୱୟଂ ହଉଛି ଗୋଟେ ଭଗବାନଙ୍କର ଅଂଶ ସମ୍ଭୂତ କହିଲେ ବି ଭୁଲ ହବ ନାହିଁ। କାରଣ ମନ ଯୋଉଟା କୁହାଯାଏ, ସେ ମନଟା ହଉଛି ସମ୍ପୂର୍ଣ୍ଣ ଭାବରେ ଶୁଦ୍ଧ ଚେତନା। ତେଣୁ ହରେ ସେ କୃଷ୍ଣ ଯୋଉ ପ୍ରଭୁଜୀ। ମନର ଗତି, ଆଜ୍ଞା। ଆଜ୍ଞା ସେଦିନ ଯୋଉ ଆମେ କହୁନଥିଲି ସ୍ଥୂଳ ଶରୀର ସୂକ୍ଷ୍ମ ଶରୀର ଆଉ ଗୋଟେ କାରଣ ଶରୀର, ସେ ଜଣେ ଗୋଟେ କ୍ଲାସରେ ପଚାରିଲେ, ସେ କହିଲେ ଯେ ଯୋଉଟା ଚେତନା ଆପଣ ଯୋଉଟା କହୁଛନ୍ତି ଚେତନା, ସେଟାକୁ କହୁଛନ୍ତି ସେଟା କାରଣ ଶରୀର। ଏଇଟା କାରଣ ଶରୀର। ଆଚ୍ଛା ଆଚ୍ଛା, ଓହୋ। ଆଜ୍ଞା ମାନେ ପୂର୍ବ ଜନ୍ମର ଯୋଉ କାମନା ବାସନା ରହିଲା, ଯୋଉ ସେଇଟା ହଉଛି କାରଣ, କାରଣ ସେଇଥିପାଇଁ ଶରୀର। ତାର ଆଜ୍ଞା ଚେତନା ସେ ପ୍ରାପ୍ତ ହୁଏ। ହଁ, ଠିକ ଠିକ ଆଜ୍ଞା ହେଇପାରେ। ପ୍ରଭୁଜୀ। ମୁଁ ଏଇଟା ପଢିନି କୋଉଠି, ମୁଁ ତାକୁ ଖୋଜିବି ନାହିଁ ଆଜି। ହଁ, ହରେ କୃଷ୍ଣ। ଠିକ ଅଛି, ମତେ ବହୁତ ଆଜ୍ଞା ବହୁତ ଧନ୍ୟବାଦ। ତ ଏଠି କୁହା ହଉଛି ଯେମିତି ଜଳ ହଉଛି ସ୍ୱଚ୍ଛ ଏବଂ ପବିତ୍ର, ଠିକ ସେମିତି ଭାବରେ ଜୀବ ମାନଙ୍କର ଚେତନା ମଧ୍ୟ ସ୍ୱଚ୍ଛ ଏବଂ ପବିତ୍ର, ନିର୍ମଳ। ଯେମିତି ପାଣି ଦେହରେ ଗୋଟେ ଡ୍ରପ ଯଦି ଆମେ କଳା ରଙ୍ଗ ପକେଇଦବା, ସେ ସାଙ୍ଗେ ସାଙ୍ଗେ ଟୋଟାଲ କାଳିଆ ହେଇଯାଏ, ରଙ୍ଗ ପରିବର୍ତ୍ତନ ହେଇଯାଏ। ଠିକ ସେମିତି ଭାବରେ ଜୀବାତ୍ମା ଯେତେବେଳେ ଏଠି ଭୌତିକ ଜଗତରେ ଜନ୍ମ ଗ୍ରହଣ କରେ, ସିଏ ସେଇ ଭୌତିକ ଜଗତର ବିଭିନ୍ନ ପ୍ରକାର ବସ୍ତୁ ଏବଂ ତ୍ରିଗୁଣର ପ୍ରଭାବ ଯୋଗୁଁ ସେ କଳୁଷିତ ହୋଇଥାଏ, ସମ୍ପୂର୍ଣ୍ଣ ଭାବରେ କଳୁଷିତ ହୋଇଥାଏ। ତେଣୁ ତା ଭିତରେ ବିଭିନ୍ନ ପ୍ରକାର କାମନା ମଧ୍ୟ ସୃଷ୍ଟି ହୁଏ। ତେଣୁ ତାର ବିଶୁଦ୍ଧ ଚେତନା ଅଶୁଦ୍ଧ ହେଇଯାଏ। ଏ ଭୌତିକ ଜଗତର ବାତାବରଣ ଏମିତି ଯେ ଏଠି ଶୁଦ୍ଧ ଚେତନା ମଧ୍ୟ ଅଶୁଦ୍ଧ ହେଇଯାଏ, ବୁଝିଲା। ତେଣୁ ଭୌତିକ ଗୁଣର ସଂସ୍ପର୍ଶ ଅନୁଯାୟୀ ଚେତନା ପରିବର୍ତ୍ତିତ ହୁଏ। ପ୍ରକୃତ ଚେତନା ହଉଛି କୃଷ୍ଣ ଚେତନା। ତେଣୁ ପ୍ରଭୁପାଦ କହୁଛନ୍ତି ଯେ ପ୍ରକୃତ ଚେତନା ହଉଛି କୃଷ୍ଣ ଚେତନା। ଯୋଉ କୃଷ୍ଣ ଚେତନା ଏମିତି ଏକ ଚେତନା ଯାହାକି ସେ ଦିବ୍ୟତାକୁ ଧାରଣ କରିକି ରଖିଥାଏ। କାରଣ ଆରମ୍ଭରୁ ଆମେ ଯୋଉ ଏଇ ଶ୍ଲୋକରେ ପଢିଲେ ଯେ ଚେତନା ହଉଛି ଶୁଦ୍ଧ ଏବଂ ପବିତ୍ର, ଜଳ ପରି ସ୍ୱଚ୍ଛ ମଧ୍ୟ ଅଟେ। ଠିକ ସେଇ ଜିନିଷକୁ ଯଦି ଆମେ ଏଠି ପ୍ରୟୋଗ କରନ୍ତି, ଆମେ ଜାଣିପାରିବୁ ଯେ ଯୋଉମାନେ ସବୁ କୃଷ୍ଣ ଚେତନାରେ ଅଛନ୍ତି ସେମାନଙ୍କର ଚେତନା ନିଶ୍ଚିତ ଭାବରେ ସ୍ୱଚ୍ଛ ଏବଂ ପବିତ୍ର ଅଟେ। ସେମାନେ କେବେ କଳୁଷିତ ହୁଅନ୍ତି ନାହିଁ, ଭୌତିକ ଜଗତର ମାୟା ଦ୍ୱାରା ସେମାନେ କେବେ ପ୍ରଭାବିତ ହୁଅନ୍ତି ନାହିଁ, କି ସେମାନେ କଳୁଷିତ ହୁଅନ୍ତି ନାହିଁ। ତେଣୁ ଏଠି ଚେତନା ଯୋଉ ରହୁଛି, ଏଠି ଚେତନା କେବଳ ଗୋଟିଏ ଚେତନା, ସେ ହଉଛି କୃଷ୍ଣଙ୍କୁ ପ୍ରାପ୍ତ କରିବା ଚେତନା, କୃଷ୍ଣଙ୍କୁ ସନ୍ତୁଷ୍ଟ କରିବାର। କୃଷ୍ଣ ଯଦି ସନ୍ତୁଷ୍ଟ ହେଇଗଲା ତାହେଲେ ସବୁ ଠିକ ହେଇଗଲା, ବୁଝିଲା। ତେଣୁ କୃଷ୍ଣଙ୍କ ଚେତନାରେ ଯଦି ଜଣେ ବଶବର୍ତ୍ତୀ ହେଇକି କାର୍ଯ୍ୟ କରେ, ତାର ଚେତନା କେବେ ବିଶୁଦ୍ଧ ଅଶୁଦ୍ଧ ହବାର ପ୍ରଶ୍ନ ଉଠେ। ତେଣୁ ଆମେ ଯେତେବେଳେ ଭୌତିକ ଜଗତରେ ଅଛନ୍ତି, ଭୌତିକ ଜଗତର ବାତାବରଣ, ଭୌତିକ ଜଗତର ଯୋଉ ଗୁଣ ମାନଙ୍କର ପ୍ରଭାବ, ଇଏ ଆମର ଚେତନାକୁ ନଷ୍ଟ କରୁଛି। ତେଣୁ ଏ ସମସ୍ତ ଠାରୁ ମୁକ୍ତି ଯୋଉମାନେ ପାଇବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି, ସେମାନଙ୍କୁ କୃଷ୍ଣ ଚେତନାରେ ହିଁ ରହିବାକୁ ପଡିବ। ମୋର ଆଜି ଅତି ଅନ୍ତରଙ୍ଗ ମାନେ ବନ୍ଧୁ ଜଣେ, ମୁଁ ତାଙ୍କର ଆଜି ଦେଖା ସାକ୍ଷାତ ହେଇଥିଲା, ସନ୍ଧ୍ୟାବେଳେ ଯାଇଥିଲୁ। ଆମକୁ ସେ ପ୍ରଶ୍ନ କରୁଛନ୍ତି, ଆପଣ କାହିଁକି, ମାନେ ସବୁ ଶୁଣି ସାରିବା ପରେ ମତେ କହୁଛନ୍ତି ଯେ ଆପଣ କାହିଁକି ସବୁ ବୈଷ୍ଣବ ଧର୍ମରେ ଗଲେ ବା ଇସ୍କନରେ ଯାଇକିରି ଦୀକ୍ଷିତ ହେଲେ, କଣ ଆଦର ଆପଣ ପ୍ରାପ୍ତ କଲେ? ହେଲେ ଆପଣଙ୍କୁ ବୁଝେଇବା ମଧ୍ୟ କଷ୍ଟକର। ଆପଣଙ୍କୁ ଏ ବାବଦରେ ଆମେ ବୁଝେଇ ପାରିବୁ ଆମେ କାହିଁକି କୃଷ୍ଣ ଚେତନାରେ କର୍ମ କରୁଛୁ, ବା କୃଷ୍ଣଙ୍କୁ କାହିଁକି ଆମର ଜୀବନର ଅନ୍ତିମ ଲକ୍ଷ୍ୟ ବୋଲିକି ବିବେଚନା କରୁଛି, ଏ କଥା ଆପଣମାନଙ୍କୁ ବୁଝେଇ ହବନି। କାରଣ ଆପଣମାନେ ଭୌତିକ ଜଗତର ଆସକ୍ତିରେ ଏମିତି ଭାବରେ ବାନ୍ଧି ହେଇକି ରହିଛନ୍ତି, ଆପଣ ସହଜରେ ସେଥିରୁ ମୁକ୍ତି ପାଇପାରିବେ ନାହିଁ। ତେଣୁ ଯୋଉମାନେ ସାମାନ୍ୟତମ ଭଗବାନଙ୍କ ପ୍ରତି ଅନୁରକ୍ତ, ଭଗବାନଙ୍କର ସେବାରେ ଟିକେ ବି ମନୋଯୋଗ ଦିଅନ୍ତି, ସେମାନେ ଭଗବାନଙ୍କ ଆଡକୁ ଆକର୍ଷିତ ହୁଅନ୍ତି।
ଯଦି ଆକର୍ଷିତ ନ ହେବେ ଭଗବତ ଚେତନା ସେମାନେ ଲାଭ କରିପାରିବେ ନାହିଁ। ତେଣୁ ଭୌତିକ ଆସକ୍ତି ମନୁଷ୍ୟର ଚେତନାକୁ କଳୁଷିତ କରେ ଏବଂ ଭଗବତ ଚେତନା ମନୁଷ୍ୟକୁ ଶୁଦ୍ଧତା ଆଣିକି ଦିଏ, ଯାହା ଫଳରେ ସେ ଶୁଦ୍ଧତା ମାଧ୍ୟମରେ ଜଣେ ଅନ୍ତିମ ସ୍ଥିତିରେ ଯାଇକି ପହଞ୍ଚି ପାରିବ। ହରେ କୃଷ୍ଣ। ପରବର୍ତ୍ତୀ ଶ୍ଲୋକ। हरे कृष्णा। श्लोक नंबर 10। उत्क्रमान्तं स्थितिवापि भुजानां बहुनानित्यं विमूढानानुपश्यन्ति पश्यन्ति ज्ञानचक्षुषः। ଅନୁବାଦ। କିପରି ଜୀବ ତାର ଶରୀର ତ୍ୟାଗ କରିପାରେ ଏ କଥା ମୂର୍ଖମାନେ ବୁଝିପାରନ୍ତି ନାହିଁ, କିମ୍ବା ଭୂତ ପ୍ରକୃତିର ତ୍ରିଗୁଣାଧୀନ ହୋଇ ଜୀବ କି ପ୍ରକାର ଶରୀର ରହି ଜୀବନ ଉପଭୋଗ କରୁଛି। ହରେ କୃଷ୍ଣ। କଣ ମ୍ୟୁଟ ହେଇଯାଇଛି କି? ନାଇଁ ପ୍ରଭୁଜୀ, ମାତାଜୀ ପଢିଲେ, କଟି ମାତାଜୀ ପଢି ଗଲା। ସାରିଲେଣି 10 ପଢି ନମ୍ବର ସାରିଲେଣି? ଶ୍ଲୋକଟା। ମଝିରେ କାହିଁ ଶୁଭିଲାନି ତ, ମୁଁ କଟିଗଲା। ସେଇଥିପାଇଁ ମତେ କିଛି ଶୁଭିଲାନି। ଆଜ୍ଞା। ଲାଷ୍ଟ ହଁ। ବେଳକୁ ପ୍ରଭୁଜୀ last ନେଟୱାର୍କ ବେଳକୁ ଆଚ୍ଛା ପ୍ରୋବ୍ଲେମ ଆଚ୍ଛା, ନେଟୱାର୍କ ମୁଁ ସେଇଥିପାଇଁ ମୁଁ ଭାବୁଛି ବୋଧେ ମୋ ମୋବାଇଲ ଖରାପ ହେଇଗଲା। ମୋ କାରଟାକୁ ମୋଡାମୋଡି କରୁଛି। ମୁଁ କହିଲି କୋଉଠି ଅଟକି ଗଲା କଣ, ପ୍ରଭୁଜୀ ମତେ କାହିଁ ଅନୁବାଦଟା ଶୁଭିଲାନି। ଆଉଥରେ ପଢିବି। ପଢ, ପଢିଦେ। ପ୍ରଭୁଜୀ ପଢ ଅନୁବାଦଟା ପଢିବି ନା ଶ୍ଲୋକଟା ପଢ। ଆଉଥରେ ପଢିବାକୁ ପଡିବ? ନା ଶ୍ଲୋକ ମୁଁ ଶୁଣିଛି, କୁହନ୍ତୁ, ଖାଲି ଅନୁବାଦଟା ପଢ। ଅନୁବାଦ। ଅନୁବାଦ। କିପରି ଜୀବ ତାର ଶରୀର ତ୍ୟାଗ କରିପାରେ ଏ କଥା ମୂର୍ଖମାନେ ବୁଝିପାରନ୍ତି ନାହିଁ, କିମ୍ବା ଭୂତ ପ୍ରକୃତିର ତ୍ରିଗୁଣାଧୀନ ହୋଇ ଜୀବ କି ପ୍ରକାର ଶରୀର ରହି ଜୀବନ ଉପଭୋଗ କରୁଛି ଏ କଥା ମଧ୍ୟ ସେମାନେ ବୁଝିପାରନ୍ତି ନାହିଁ, କିନ୍ତୁ ଯେଉଁମାନଙ୍କର ଜ୍ଞାନ ଚକ୍ଷୁ ଉନ୍ନଳିତ ହୋଇଅଛି ସେମାନେ ଏସବୁ ଠିକ ରକମ ଦେଖିପାରନ୍ତି। ହରେ କୃଷ୍ଣ। ହରେ କୃଷ୍ଣ। ତ ଏଠି ଭଗବାନ ବୁଝଉଛନ୍ତି କେମିତି ଶରୀର ପରିବର୍ତ୍ତନ ହୁଏ। ଗୋଟେ ଶରୀରରେ 6 ପ୍ରକାର ପରିବର୍ତ୍ତନ ହୁଏ, ପୁଣି ଗୋଟେ ଶରୀର ଆଉ ଗୋଟେ ଶରୀରକୁ ଗମନ କରେ, 2 ପ୍ରକାର କଥା। ଶରୀରର ପରିବର୍ତ୍ତନ, ବଞ୍ଚିଥିବା ଅବସ୍ଥାରେ ଶରୀରର 6 ପ୍ରକାର ପରିବର୍ତ୍ତନ ହେଇଯାଏ। ଗୋଟେ ଛୁଆ ଭଳିଆ ଜନ୍ମ ଗ୍ରହଣ କରେ, ପୁଣି କିଛି ବୃଦ୍ଧି ପ୍ରାପ୍ତ ହୁଏ, ପୁଣି କିଛି କ୍ଷଣ ଏଠି ଅବସ୍ଥାନ କରେ, ତାପରେ ପୁଣି ସେ ପିଲା ସନ୍ତାନ ଉତ୍ପାଦନ କରେ, ତାପରେ ତାର ଶରୀରରେ ବିଭିନ୍ନ ପ୍ରକାର ରୋଗ ବ୍ୟାଧି ଦେଖାଯାଏ, ତାପରେ ଶେଷରେ ବିନାଶ। ତ ଏଇ 6 ପ୍ରକାର ପରିବର୍ତ୍ତନ ଶରୀରରେ ଦେଖାଯାଏ। ଏ ଶରୀରରେ କାହିଁକି ଏଭଳିଆ ପରିବର୍ତ୍ତନ ହଉଛି, ଜଣେ ସାଧାରଣ ଲୋକ ଯଦି ଆମେ କହିବା, ଯାହାକୁ ଭଗବାନ ଏଠି ମୂଢ ବ୍ୟକ୍ତି ବୋଲିକି ବିବେଚନା କରେ, ସେ ମୂଢ ବ୍ୟକ୍ତି ମାନେ ଏ କଥାକୁ କେବେ ବିଶ୍ୱାସ କରିପାରିବେନି କି ବୁଝି ବି ପାରିବେନି କାହିଁକି ଏ ଶରୀରରେ ଏଭଳିଆ ପରିବର୍ତ୍ତନ ହଉଛି। ତୁ ଗୋଟେ ଛୋଟ ଛୁଆ ଥିଲୁ, ହଠାତ୍ 5 ବର୍ଷର ହେଇଗଲୁ, କି 5 ବର୍ଷ ପରେ 25 ବର୍ଷର ହେଇଗଲୁ, ପୁଣି 40 ବର୍ଷର ହେଇଗଲୁ, ପୁଣି ବୃଦ୍ଧା ଅବସ୍ଥା ପ୍ରାପ୍ତ ହେଇଗଲୁଣି। ତ ଏ ଶରୀର ତ ଅଜ୍ଞାନତାର ମାନେ ଭିତରେ ରହିକିରି ତୁ ଅଜ୍ଞାନ ଅବସ୍ଥାରେ ଅଛୁ, ତୁ ଜାଣିପାରୁନୁ କିଭଳି ଭାବରେ ତୋ ଶରୀରର ପରିବର୍ତ୍ତନ ହଉଛି। ତ ଏ ଜିନିଷକୁ କୌଣସି ଅଜ୍ଞାନୀ ବ୍ୟକ୍ତି ସହଜରେ ବୁଝିପାରେ ନାହିଁ। ଠିକ ସେମିତି ଭାବରେ ଗୋଟେ ସ୍ଥୂଳ ଶରୀର ଥିବ, ସେ ପୁଣି ମୃତ୍ୟୁ ହେଇଗଲା ପରେ ପୁଣି ଗୋଟେ ସୂକ୍ଷ୍ମ ଶରୀର ତା ଶରୀରରୁ ବାହାରି ଯାଇକିରି ପୁଣି ଆଉ ଗୋଟେ ଶରୀର ମଧ୍ୟରେ ପ୍ରବେଶ କରେ। ଏ କଥାକୁ ମଧ୍ୟ ସେ ସହଜରେ ବୁଝିପାରିବ ନାହିଁ। କେମିତି ମୁଁ ଆଜି ପୂର୍ବ ଜନ୍ମରେ ମଣିଷ ଥିଲି, ଏ ଜନ୍ମରେ କାହିଁକି କୁକୁର ହେଲି, ସିଏ ଏକଥା ବୁଝିପାରିବ ନାହିଁ। ଏଇଟା ଏତେ ସହଜିଆ କଥା ନୁହେଁ। ୟାକୁ କେବଳ ତତ୍ଵଦର୍ଶୀ ଲୋକମାନେ, ଯୋଉମାନେ ଏହି ଆତ୍ମଜ୍ଞାନ ଲାଭ କରିଛନ୍ତି, ସେ ଆତ୍ମଜ୍ଞାନ ଲାଭ କରିଥିବା ବ୍ୟକ୍ତି ମାନେ ହିଁ ଏ ଜିନିଷକୁ ବୁଝିପାରନ୍ତି। ବୁଝିଲା? କାରଣ ସେମାନଙ୍କ ପାଖରେ କୌଣସି ଅଲଗା ଚେତନା ନଥାଏ। ଭୌତିକ ଚେତନାର ବଶବର୍ତ୍ତୀ ହେଇକି ସେମାନେ କର୍ମ କରନ୍ତି ନାହିଁ। ସେମାନେ ସବୁବେଳେ କୃଷ୍ଣ ଚେତନାରେ ଥାନ୍ତି, ସବୁବେଳେ ଏଇ ବିଷୟରେ ହିଁ ମାନେ ଜ୍ଞାନ ଆହରଣ କରୁଥାନ୍ତି। ଏଠି ଗୋଟେ ଖୁବ ସୁନ୍ଦର କଥା ଭଗବାନ କହିଛନ୍ତି ଯେ ନାନୁପଶ୍ୟନ୍ତି ଜ୍ଞାନ ଚକ୍ଷୁଷ ବିମୂଢା ନାନୁପଶ୍ୟନ୍ତି ପଶ୍ୟନ୍ତି ଜ୍ଞାନ ଚକ୍ଷୁଷ। ଅର୍ଥାତ ମୂଢ ବ୍ୟକ୍ତି ମାନେ ସେମାନେ କିଛି ବି ଜାଣିପାରିବେ ନାହିଁ, ୟାକୁ ବୁଝିପାରିବେ ନାହିଁ। କେବଳ କିଏ ବୁଝିପାରିବେ ନା ଯୋଉମାନଙ୍କର ଜ୍ଞାନ ଚକ୍ଷୁ ଅଛି, ସେଇମାନେ ହିଁ କେବଳ ବୁଝିପାରିବେ। କେବଳ ଜ୍ଞାନ ଚକ୍ଷୁ। ବୁଝିଲେ? ତେଣୁ ଏଠି ଜୀବ କଦାପି ବୁଝିପାରିବ ନାହିଁ ଯେ କିପରି ଜୀବ ତାର ଶରୀର
त्याग करुची एवं त्याग कला परे जन्म रे 6 प्रकार परिवर्तन लाभ करुची एवं काहेकि निर्दिष्ट शरीर मध्य धारण कौन से एक निर्दिष्ट शरीर कुकुर कुकुर शरीर प्राप्त होती कि गोटे मनुष्य शरीर साधारण कथा आम मनुष्य मान कथा चिंता करवा तो मनुष्य कहीं कुकुर शरीर प्राप्त नहीं कि मनुष्य शरीर प्राप्त ये विषय रे साधारण लोक भाव माने केबे भी आलोचना करते केबे ता उपरे ज्ञान प्राप्त होगा पे इच्छा प्रकाश करते ना जे ये शरीर जो मु प्राप्त करिछि केवल मोर पूर्व जन्मर कामना अनुसार प्राप्त करिछि ए कथा से माने जानी पारंती नाही जदि जानी पारंते ताहले निश्चित भाव परवर्ती जन्म ପାଇଁ ସେମାନେ ପ୍ରସ୍ତୁତ ହେଇଯାଏ ଯେ ଏ ଜନ୍ମରେ ମୁଁ ଯଦି ମନୁଷ୍ୟ ଶରୀର ପ୍ରାପ୍ତ କରିଛି ପୁଣି ପରବର୍ତ୍ତୀ ଜନ୍ମରେ କେମିତି ଉନ୍ନତତର ଶରୀର ପ୍ରାପ୍ତ କରିବି ସେଥିପାଇଁ ମୁଁ ପ୍ରୟାସୀ ହବା ଦରକାର ତେଣୁ କୃଷ୍ଣ ଚେତନାରେ ଯୋଉମାନେ କର୍ମ କରନ୍ତି ସେମାନେ ଉନ୍ନତ ଶରୀର ପ୍ରାପ୍ତ କରିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି ତ ଭଗବତ ଚେତନାରେ ରହିଲେ ଭଗବତ ଧାମକୁ ପ୍ରାପ୍ତ হবে ଏବଂ ଭଗବତ ଧାମକୁ ଯାଇକି ଭଗବାନଙ୍କର ସେବାରେ ନିୟୋଜିତ ହବ ବୁଝିଲା ତେଣୁ ନିର୍ଦ୍ଦିଷ୍ଟ ଶରୀର ଯୋଉ ପ୍ରାପ୍ତ ହୁଏ ସେ ତେଣୁ ନିର୍ଦ୍ଦିଷ୍ଟ ଶରୀରର କୌଣସି ନିୟମ କାନୁନ ମଧ୍ୟ ରହିଛି ମନୁଷ୍ୟ ଶରୀରକୁ ଉପଭୋଗ କରିବାର ନିୟମ ଅଲଗା ରହିଛି କୁକୁର ଶରୀର ତାର କୁକୁର ପ୍ରଭୃତି କି ଉପଭୋଗ କରିବାର ଅଲଗା ନିୟମ ରହିଛି ତେଣୁ ସେମାନେ ତାଙ୍କର ନିଜସ୍ୱ ନିୟମ ଦ୍ୱାରା ବନ୍ଧା ବୁଝିଲା ତେଣୁ ସେ ନିୟମକୁ ସେମାନେ କେବଳ ମାନେ ଯୋଉମାନେ ଜ୍ଞାନୀ ବ୍ୟକ୍ତି ସେଇମାନେ ହିଁ କେବଳ ବୁଝିପାରନ୍ତି ନହେଲେ ବୁଝିପାରିବେ ନାହିଁ ଏଠାରେ କୁହାଯାଉଛି ଯେ ପ୍ରତ୍ୟେକ ଜୀବ ଏକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଶରୀର ତ୍ୟାଗ କରୁଛି ପ୍ରକୃତିର ଗୁଣାଧୀନ ହୋଇ ସେ ଏକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ବଶ ହୋଇ ଜୀବନ ଯାପନ ମଧ୍ୟ କରୁଛି ଏବଂ ଜୀବନକୁ ଉପଭୋଗ କରୁଛି ତ ଜୀବନକୁ ଉପଭୋଗ କରିବା ନିମିତ୍ତ ତାକୁ ଯୋଉ ଶରୀର ମିଳିଛି ସେ ଶରୀର ତାକୁ ଏକମାତ୍ର ମାନେ ନିର୍ଦ୍ଦିଷ୍ଟ ପରିସ୍ଥିତି ଯୋଗୁ ପ୍ରାପ୍ତ ହେଇ ସେ ପରିସ୍ଥିତିଟା କଣ ନା ପୂର୍ବ ଜନ୍ମର କାମନା ସେଇଟା ହଉଛି ତାର ପରିସ୍ଥିତି ତ ସେ କାମନା ଅନୁସାରେ ତାକୁ ଏ ଜନ୍ମର ଗୋଟେ ଶରୀର ମିଳିଲା ଫଳରେ ସେ ଇନ୍ଦ୍ରିୟ ସୁଖ ଭୋଗ ନାମରେ ବିଭିନ୍ନ ପ୍ରକାର ସୁଖ ଦୁଃଖ ମଧ୍ୟ ଭୋଗ ସେ ତାର ଜନ୍ମ ହେଲା ଭୋଗ କରିବା ପାଇଁ କିନ୍ତୁ ଭୋଗ କରୁ କରୁ କଣ ଇଚ୍ଛା କରୁଛି ନା ସେ କେବଳ ସୁଖ ପ୍ରାପ୍ତି କରିବା ପାଇଁ ପ୍ରୟାସ କରୁଛି କିନ୍ତୁ ସୁଖ ପ୍ରାପ୍ତି କରିପାରୁନାହାନ୍ତି ତା ଭିତରେ ଦୁଃଖ ମଧ୍ୟ ପ୍ରାପ୍ତି କରୁଛି ତେଣୁ ଯେଉଁ ଲୋକମାନେ ବରାବର ଇନ୍ଦ୍ରିୟ ସୁଖ ଭୋଗ କାମନାରେ ବା କାମ ପିପାସାରେ ଅନ୍ଧ ହୋଇଛନ୍ତି ସେମାନେ ସେମାନଙ୍କର ବୋଧ ଶକ୍ତିକୁ ଚିରଦିନ ପାଇଁ ହରାଇ ବସିଛନ୍ତି କାହିଁକି ସେମାନେ ଦେହାନ୍ତର ପ୍ରାପ୍ତ ହେଉଛନ୍ତି ବା କାହିଁକି ସେମାନେ ଏକ ନିର୍ଦ୍ଦିଷ୍ଟ ଶରୀର ଧାରଣ କରୁଛନ୍ତି ଏ କଥା ସେମାନେ ବୁଝିପାରନ୍ତି ନାହିଁ ତେଣୁ ସାଧାରଣ ଲୋକମାନେ ମୂଢ ବ୍ୟକ୍ତି ସେମାନଙ୍କୁ ସେଇଥିପାଇଁ କୁହାହେଇଛି ତେଣୁ ସେଇ ମୂଢ ବ୍ୟକ୍ତି ମାନେ ନିଜର ସ୍ୱରୂପ ସ୍ଥିତି ସମ୍ବନ୍ଧରେ ସମ୍ପୂର୍ଣ୍ଣ ଭାବରେ ଅଜ୍ଞ ଯୋଉଥିପାଇଁ ସେମାନେ କାହିଁକି ମୃତ୍ୟୁ ମୁଖରେ ପଡୁଛନ୍ତି କାହିଁକି ଗୋଟେ ଶରୀରରୁ ଆଉ ଗୋଟେ ଶରୀରକୁ ଗମନ କରୁଛନ୍ତି ବା ଗୋଟେ ଶରୀରରେ ରହିଥିବା ଅବସ୍ଥାରେ କାହିଁକି ଶରୀରରେ ବିଭିନ୍ନ ପ୍ରକାର କ୍ରିୟା ପ୍ରତିକ୍ରିୟା ଭୋଗ କରୁଛନ୍ତି ବା ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳୁଛି ଏ ସମସ୍ତ ଜିନିଷ ଅତ୍ୟନ୍ତ ଗୁହ୍ୟ ଜ୍ଞାନ ସେ ସମସ୍ତ ଜ୍ଞାନକୁ ପ୍ରାପ୍ତ କରିବା ଏତେ ସହଜ ନୁହେଁ ସାଧାରଣ ଲୋକ ତେଣୁ ଯୋଉମାନେ କୃଷ୍ଣ ଚେତନାରେ ଥାନ୍ତି ସେଇମାନେ ହିଁ କେବଳ ଏ ଜିନିଷକୁ ଠିକ ଭାବରେ ବୁଝିପାରନ୍ତି କାହିଁକି ନା ସେମାନେ ବିଭିନ୍ନ ଶାସ୍ତ୍ର ପଢୁଛନ୍ତି ସତ୍ସଙ୍ଗ କରୁଛନ୍ତି ଏବଂ ସେମାନେ ବିଭିନ୍ନ ପ୍ରକାର କାରଣ କଣ ସବୁ ରହିଛି ପରିବର୍ତ୍ତନର ବା ଦେହାନ୍ତର ପ୍ରାପ୍ତିର ଏ ସମସ୍ତ ବିଷୟରେ ସମସ୍ତ ଜ୍ଞାନ ପ୍ରାପ୍ତ କରୁଛି ତେଣୁ ଏ ଜ୍ଞାନ ପ୍ରାପ୍ତ କରୁଥିବା ଲୋକମାନେ ହିଁ ପ୍ରକୃତରେ ଜ୍ଞାନୀ ଅଟନ୍ତି ନହେଲେ ଏ ବଦ୍ଧ ଜୀବନରେ କେବଳ ଦୁଃଖ ହିଁ ଦୁଃଖ କେବଳ ଦୁଃଖ ଆଉ କିଛି ନାହିଁ ତେଣୁ ଯୋଉମାନେ କୃଷ୍ଣ ଚେତନାରେ ଥାନ୍ତି ସେଇମାନେ ହିଁ କେବଳ ଆନନ୍ଦ ଉପଭୋଗ କରନ୍ତି ଏବଂ ଏ ସମସ୍ତ ଜିନିଷକୁ ଜାଣି ସାରିବା ପରେ କେହି କେବେ ଭଗବତ ଚେତନାକୁ ତ୍ୟାଗ କରିବ ନାହିଁ କାରଣ ଏ ଦେହାନ୍ତର ପ୍ରାପ୍ତି ବିଷୟରେ ଯୋଉମାନେ ଅବଗତ ଅଛନ୍ତି ସେମାନେ କେବେ ଭୌତିକ ଗୁଣମାନଙ୍କର ପ୍ରଭାବକୁ ଗ୍ରହଣ କରିବାକୁ କେବେ ଇଚ୍ଛା ପ୍ରକାଶ କରିବେ ନାହିଁ ବା ଭୌତିକ ଉପଭୋଗ କରିବାକୁ ମଧ୍ୟ ଇଚ୍ଛା ପ୍ରକାଶ କରିବେ ନାହିଁ ଏଇଟା ହଉଛି ସବୁଠାରୁ ବଡ ଜିନିଷ କାହିଁକି ନା ଆମ ଭୌତିକ ଉପଭୋଗର ଲାଳସା କାମନା ଏସବୁ ରହୁଛି ବୋଲିକିରି ଆମକୁ ପରବର୍ତ୍ତୀ ଜନ୍ମରେ ଗୋଟେ ସେଇଭଳିଆ ଶରୀର ପ୍ରାପ୍ତ ହୁଏ ତେଣୁ ଏ ତତ୍ତ୍ୱକୁ ଯୋଉମାନେ ବୁଝିପାରନ୍ତି ସେମାନେ ଜ୍ଞାନୀ ଯୋଉମାନେ ନ ବୁଝିପାରନ୍ତି ସେମାନେ ମୂଢ ବ୍ୟକ୍ତି ଅଟନ୍ତି ତ ପରବର୍ତ୍ତୀ ଶ୍ଲୋକ हरे कृष्ण प्रभु जी। ହରେ କୃଷ୍ଣ।
ଯତନ୍तो ଯୋଗିନଶ୍ଚୈनं ପଶ୍ୟन्त्यात्मन्यवस्थितं ଯତନ୍ତୋପ୍ୟକୃତାତ୍ମାନୋ ନୈनं ପଶ୍ୟन्ତ୍ୟ ଚେତସଃ। ଅନୁବାଦ, ଯେଉଁ ପ୍ରଚେଷ୍ଟାବାନ ଯୋଗୀଗଣ ଆତ୍ମାନୁଭୂତି ଲାଭ କରିଥାନ୍ତି ବା ସେହି ସ୍ତରରେ ଅବସ୍ଥାନ କରୁଥାନ୍ତି, ସେମାନେ ଏସବୁ କିପରି ସଂଗଠିତ ହେଉଛି ପରିଷ୍କାର ଭାବେ ଦେଖି ପାରନ୍ତି। କିନ୍ତୁ ଯେଉଁମାନେ ଆତ୍ମାନୁଭୂତି ଲାଭ ନ କରିଛନ୍ତି, ଅର୍ଥାତ୍ ସେ ସ୍ତର ଲାଭ କରିନାହାନ୍ତି, ଯେତେ ଚେଷ୍ଟା କଲେ ବି ସେମାନେ ଏସବୁ ଦେଖିପାରିବେ ନାହିଁ। ହରେ କୃଷ୍ଣ ନାହିଁ। ପ୍ରଭୁ। ହରେ କୃଷ୍ଣ। ତ ଏଇ ଶ୍ଳୋକ ମାଧ୍ୟମରେ ଭଗବାନ କହୁଛନ୍ତି କିଏ ପ୍ରକୃତରେ ଜ୍ଞାନ ଆହରଣ କରିଛନ୍ତି, କେଉଁମାନେ ପ୍ରକୃତରେ ଜ୍ଞାନ ଆହରଣ କରିବାକୁ ଯୋଗ୍ୟ ବ୍ୟକ୍ତି ଅଟେ। ତ ଏଠି ଭଗବାନ କଣ କହୁଛନ୍ତି ନା, ଯେଉଁ ପ୍ରଚେଷ୍ଟାବାନ ଯୋଗୀଗଣ ଆତ୍ମାନୁଭୂତି ଲାଭ କରିଥାନ୍ତି ବା ସେହି ସ୍ତରରେ ଅବସ୍ଥାନ କରୁଥାନ୍ତି, ସେମାନେ ଏସବୁ କିପରି ସଂଗଠିତ ହେଉଛି ପରିଷ୍କାର ଭାବରେ ଦେଖିପାର। ତେଣୁ ପ୍ରଚେଷ୍ଟାବାନ ଅର୍ଥାତ୍ ପ୍ରଚେଷ୍ଟାବାନ ନୁହେଁ ଯେ ଭୌତିକ କର୍ମ କରିବା, ପ୍ରଚେଷ୍ଟାବାନ ହଉଛି ଜ୍ଞାନ ଆହରଣ କରିବା। ଏଇ କଥା ଏଠି କୁହାହଉଛି। ତେଣୁ ଜ୍ଞାନ ଆହରଣ କଲେ ହିଁ ଜଣେ ନିଶ୍ଚିତ ଭାବରେ ଜାଣିପାରିବ ଯେ ପ୍ରକୃତରେ ମୋର ଏ ଶରୀରରେ ବିଭିନ୍ନ ପ୍ରକାର କ୍ରିୟା ପ୍ରତିକ୍ରିୟା କେମିତି ଭାବରେ ସଂଗଠିତ ହେଉଛି। ତ ଏଇଟା ହଉଛି ଆତ୍ମତତ୍ଵ ଜ୍ଞାନ। ସେ ଆତ୍ମତତ୍ଵ ଜ୍ଞାନ ଯୋଉଟା କି ଆମେ ସାଂଖ୍ୟ ଯୋଗରେ ମଧ୍ୟ ପଢିଥିଲେ। ତ ସେଇ ବିଷୟ ହିଁ ଏଠି ବୁଝା ଯାଉଛି ଯେ କିଭଳି ଭାବରେ ଯୋଉମାନେ ସବୁ ଆତ୍ମାନୁଭୂତି ଲାଭ କରିଛନ୍ତି ସେଇମାନେ ହିଁ ପ୍ରକୃତରେ ବୁଝିପାରନ୍ତି ଯେ ଶରୀରରେ ବିଭିନ୍ନ ପ୍ରକାରର ପରିବର୍ତ୍ତନ କିଭଳି ହଉଛି ବା ଶରୀର ଦେହାନ୍ତର ପ୍ରାପ୍ତି କିଭଳି ହଉଛି। ବୁଝିହେଲା। କିନ୍ତୁ ଯୋଉମାନଙ୍କର ସେ ଜ୍ଞାନ ନାହିଁ, ମୂଢ ବ୍ୟକ୍ତି, ପୂର୍ବ ଶ୍ଲୋକରେ ମଧ୍ୟ ସେଇ କଥା ହିଁ କହିଛନ୍ତି, ଯେଉଁମାନଙ୍କର ମୂଢ ବ୍ୟକ୍ତି ସେମାନେ ବୁଝିପାରନ୍ତି ନାହିଁ। ଯେତେ ଚେଷ୍ଟା କଲେ ମଧ୍ୟ ସେମାନେ ବୁଝିପାରିବେ ନାହିଁ, ଯେତେ ଚେଷ୍ଟା କଲେ ମଧ୍ୟ। କାରଣ ଆମେ ଜାଣିଛନ୍ତି ଯେ ବିଭିନ୍ନ ପ୍ରକାରର ମାର୍ଗ ରହିଛି, ଜ୍ଞାନ ମାର୍ଗ ରହିଛି, କର୍ମ ଯୋଗ ମାର୍ଗ ରହିଛି, ଧ୍ୟାନ ଯୋଗ ମାର୍ଗ ରହିଛି। ତ ବିଭିନ୍ନ ପ୍ରକାର ମାର୍ଗରେ ବିଭିନ୍ନ ପ୍ରକାର ଯୋଗୀ ଗୁଣ ଅଛନ୍ତି, ସେମାନେ ସର୍ବଦା ପ୍ରୟାସ କରନ୍ତି ଭଗବତ ତତ୍ଵକୁ ଜାଣିବା ପାଇଁ। ଏବଂ ଏହି ଜ୍ଞାନ ଯେତେବେଳେ ସେମାନେ ପ୍ରାପ୍ତ ହୁଅନ୍ତି, ସେମାନେ ସବୁ କଥା ଠିକ ଭାବରେ ବୁଝିପାରନ୍ତି। ତ ଏଠି ଯୋଗିନ ଶବ୍ଦ ଯୋଉ ବ୍ୟବହାର କରାହେଇଛି, ସେ ଯୋଗିନ ଶବ୍ଦ ମାନେ ବ୍ୟବହାର ହବାର ଉଦ୍ଦେଶ୍ୟ ହଉଛି ବିଭିନ୍ନ ପ୍ରକାର ଯୋଗୀ ମାନଙ୍କ ବିଷୟରେ ଏଠି କୁହାହଉଛି। ବିଭିନ୍ନ ପ୍ରକାର ଯୋଗୀ, ଯେତେ ପ୍ରକାର ମାର୍ଗ ଅଛି ସମସ୍ତ ପ୍ରକାର ମାର୍ଗରେ ଯୋଉ ସମସ୍ତେ ପ୍ରୟାସ କରୁ, ବିଭିନ୍ନ ପ୍ରକାର ଯୋଗ ସାଧନା ମାର୍ଗରେ ଯୋଗୀ ମାନେ ପ୍ରୟାସରତ ଅଛନ୍ତି କେବଳ ଭଗବାନଙ୍କୁ ଜାଣିବା ପାଇଁ ଏବଂ ଏ ଆତ୍ମାନୁଭୂତି ଲାଭ କରିବା ପାଇଁ ସବୁବେଳେ ପ୍ରୟାସ କରୁଛନ୍ତି। କିନ୍ତୁ କିଛି ଅଛନ୍ତି ଯୋଉମାନେ ସବୁ ହଠ ଯୋଗ ସାଧନା କରୁଛନ୍ତି, ଖାଲି କୁସ୍ତି କସରତ, ଅର୍ଥାତ୍ ମାନେ ଆସନ ପ୍ରାଣାୟାମ ସାଧନା କରୁଛନ୍ତି। ତ ସେମାନେ ଏ ଯୋଗ ସାଧନା ବିଷୟରେ କିଛି ବି ଜାଣିପାରିବେ ନାହିଁ, ଏ ବିଷୟରେ କିଛି ବି ଜ୍ଞାନ ଆହରଣ କରିପାରିବେ ନାହିଁ। ବୁଝିହେଲା। ତେଣୁ ଏଠି କୁହାହଉଛି, ସେମାନଙ୍କୁ କୁହାହଉଛି କଣ, ଯତନ୍ତ ଅପି ଅକୃତାତ୍ମାନ। ଏଠି ଶ୍ଲୋକରେ ବ୍ୟବହାର କରାଯାଇଛି ଯତନ୍ତ ଅପି, ଦ୍ୱିତୀୟ ଧାଡିର ପ୍ରଥମରୁ ଲେଖା ହେଇଛି ଯତନ୍ତୁ ଅପି ଅକୃତାତ୍ମନ, ଅର୍ଥାତ୍ ସେମାନେ ଯେତେ ଚେଷ୍ଟା କଲେ ମଧ୍ୟ ସେମାନେ ଜାଣିପାରିବେ ଏ ଆତ୍ମାନୁଭୂତି ସ୍ତରକୁ ପ୍ରାପ୍ତ କରିପାରିବେ ନାହିଁ। ନୈନଂ ପଶ୍ୟନ୍ତ ଚେତସଃ, ଅର୍ଥାତ୍ ସେମାନେ କେବେ ବି ଜାଣିପାରିବେ ନାହିଁ, କୌଣସି ପରିସ୍ଥିତିରେ ମଧ୍ୟ ସେମାନେ ଆତ୍ମାନୁଭୂତି ଲାଭ କରିପାରିବେ ନାହିଁ। କେବଳ କେଉଁମାନେ ବୁଝିପାରିବେ ନା, ଯୋଉମାନେ କେବଳ କୃଷ୍ଣ ଚେତନା ମାର୍ଗରେ ଅଛନ୍ତି ଏବଂ ଯୋଉମାନେ ଯୋଗ ମାର୍ଗର ପଥିକ ଏବଂ ଆତ୍ମାନୁଭୂତି ଲାଭ କରିବା ପାଇଁ ପ୍ରଚେଷ୍ଟାବାନ ଅଛନ୍ତି, ସେଇମାନେ ହିଁ କେବଳ ବୁଝିପାରିବେ ଯେ କିଭଳି ଭାବରେ ଭଗବାନ ଏ ଶରୀରରେ ବିଭିନ୍ନ ପ୍ରକାର କ୍ରିୟା ପ୍ରତିକ୍ରିୟା ସବୁ ଯୋଉ ହଉଛି ତାର କାରଣ ଅଟନ୍ତି ଏବଂ ଏ ସମସ୍ତ ଜିନିଷକୁ ଆମେ ବୁଝିପାରିବା। ଏବଂ ସେଥିପାଇଁ ଭକ୍ତି ଯୋଗୀ ମାନଙ୍କୁ ଏଠି ଶ୍ରୀଲ ପ୍ରଭୁପାଦ ମଧ୍ୟ ଇଏ କରିଛନ୍ତି, ଗୁରୁତ୍ୱ ଆରୋପ କରିଛନ୍ତି ଯେ ଜଣେ ଭକ୍ତି ଯୋଗୀ କେବଳ ଭଗବାନଙ୍କୁ ଜାଣିପାରେ ଏବଂ ତାର ଆତ୍ମତତ୍ଵ ଜ୍ଞାନ ସେ ଆହରଣ କରିପାରେ, ଅନ୍ୟମାନେ କେହି ପାରନ୍ତି ନାହିଁ, ଏତେ ସହଜରେ ପାରନ୍ତି। ତେଣୁ ଯୋଉମାନେ ସର୍ବଦା କଷ୍ଟ ଚେତନାଶୀଳ ହୋଇ ଶୁଦ୍ଧ ଭକ୍ତି ଯୋଗର ପଥିକ, ସର୍ବଦା କୃଷ୍ଣଙ୍କର ସେବାରତ, ସେଇମାନେ ହିଁ ବୁଝିପାରନ୍ତି କିପରି ଏସବୁ ସଂଗଠିତ ହେଉଛି। ବୁଝିଲ। ତେଣୁ ଇଏ ହଉଛି ତତ୍ତ୍ୱଭିତ୍ତିକ ଜ୍ଞାନ। ଇଏ ତତ୍ତ୍ୱଭିତ୍ତିକ ଜ୍ଞାନ କେବଳ ସେଇମାନେ ଆହରଣ କରିବେ ଯୋଉମାନଙ୍କର ଭଗବତ ଚେତନା ଅଛି। ଯୋଉମାନେ ଭଗବତ ଚେତନା ଯୋଉମାନଙ୍କର ନାହିଁ, ସେମାନେ କଦାପି ଏ ତତ୍ତ୍ୱ ଜ୍ଞାନକୁ ବୁଝିପାରିବେ ନାହିଁ ବା
ଏ ଆତ୍ମ ତତ୍व ଜ୍ଞାନ को ଲାଭ କରିପାରିବେ ନା। ପରବର୍ତ୍ତୀ ଶ୍ଲୋକ। हरे कृष्ण। जतातीत्यगतं तेजो जगत् भासयते अखिलम् यच्छन्द्रमसि ଯଥାଗ୍ନौ ତତେଜ ବିଧିମାମକମ୍। ଯେଉଁ ସୂର୍ଯ୍ୟ କିରଣ ସମଗ୍ର ଜଗତର ଅନ୍ଧକାରକୁ ଦୂର କରୁଛି ତାହା ମୋ ଠାରୁ ହିଁ ଆସୁଛି। ଚନ୍ଦ୍ର ଓ ଅଗ୍ନିର ତେଜ ମଧ୍ୟ ମୋ ଠାରୁ ଆସୁଅଛି। ହରେ କୃଷ୍ଣ। ହରେ କୃଷ୍ଣ। ତ ଭଗବାନ ପୁଣି ବିଭୂତି ଯୋଗରେ ବହୁତ କଥା ତାଙ୍କର ବିଭୂତି ବର୍ଣ୍ଣନା କରିଥିଲେ, ଐଶ୍ୱର୍ଯ୍ୟ ବର୍ଣ୍ଣନା କରିଥିଲେ। ପୁଣି ମଧ୍ୟ ଏଇ ଶ୍ଲୋକରେ ଭଗବାନ ତାଙ୍କର କିଛି ଐଶ୍ୱର୍ଯ୍ୟ ବର୍ଣ୍ଣନା କରୁଛନ୍ତି ଯେ ଯଦାଦିତ୍ୟ ଗତମ ତେଜ ଜଗତ ଭାସୟତେ ଅଖିଳମ୍, ଅର୍ଥାତ୍ ସୂର୍ଯ୍ୟଙ୍କର ଯେଉଁ କିରଣ ସମଗ୍ର ଜଗତର ଅନ୍ଧକାରକୁ ଦୂର କରୁଛି। ଅର୍ଥାତ୍ ରାତ୍ରି ସମୟରେ ଯୋଉ ଅନ୍ଧକାର ରହିଥାଏ ତାକୁ ସୂର୍ଯ୍ୟ ଉଇଁଲା ମାତ୍ରେ ହିଁ ସେ ଅନ୍ଧକାର ଦୂର ହେଇଥାଏ। ଏବଂ ସେ ସମସ୍ତ ଶକ୍ତି ମୋ ଠାରୁ ହିଁ ସେ ସୂର୍ଯ୍ୟ ପ୍ରାପ୍ତ କରନ୍ତି, ମୋ ଠାରୁ ଆସୁଛି ବୋଲି ସେ କହୁଛି। ଅର୍ଥାତ୍ ପୂର୍ବରୁ ଆମେ ମଧ୍ୟ ଆଲୋଚନା କରୁଥିଲେ ସୂର୍ଯ୍ୟଙ୍କର ତେଜ, ଚନ୍ଦ୍ରଙ୍କର ତେଜ, ଅଗ୍ନି ବିଦ୍ୟୁତର ତେଜ ସବୁ କିଛି ଭଗବାନଙ୍କର ଅଂଶ ରୂପ ସୃଷ୍ଟି ଏବଂ ଭଗବାନ ହିଁ ତାର ହଉଛନ୍ତି ସୃଷ୍ଟିକର୍ତ୍ତା। ଅର୍ଥାତ୍ ଭଗବାନଙ୍କ ଶରୀରରୁ ଉତ୍ପନ୍ନ ହେଉଥିବା ସେଇ ଶୁଦ୍ଧ ବ୍ରହ୍ମ ଜ୍ୟୋତି, ସେଇ ବ୍ରହ୍ମ ଜ୍ୟୋତିର ସବୁ ହଉଛନ୍ତି ଅଂଶ। ତେଣୁ ସେ ଶକ୍ତିକୁ ସେମାନେ ପ୍ରାପ୍ତ କରିକିରି ଆଲୋକିତ କରନ୍ତି ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡକୁ। ଆଉ ଗୋଟିଏ ସୂର୍ଯ୍ୟ ସମଗ୍ର ବ୍ରହ୍ମାଣ୍ଡକୁ ଆଲୋକ ପ୍ରଦାନ କରିପାରୁଛି, ସମଗ୍ର ଜଗତର ଅନ୍ଧକାରକୁ ଦୂର କରିପାରୁଛି। ତେଣୁ ଭଗବତ ଚେତନା ହଉଛି ଏମିତି ଗୋଟେ ଶକ୍ତି, ସେ ଶକ୍ତି ମାଧ୍ୟମରେ ଅଜ୍ଞାନତା ଆପେ ଆପେ ଦୂର ହେବ, ଆପେ ଆପେ ଦୂର ହେଇଯିବ। କୌଣସି ପ୍ରକାର ଅଜ୍ଞାନତା ମନ ଭିତରେ ରହିବ ନାହିଁ। ସେ ଅନ୍ଧକାର, ଅଜ୍ଞାନତା ରୂପକ ଅନ୍ଧକାର ଆପେ ଆପେ ଦୂର ହେଇଯିବ କେବଳ ଭଗବତ ଚେତନାରେ। ବୁଝିଲା। ତେଣୁ ଚନ୍ଦ୍ରଙ୍କର ତେଜ, ଅଗ୍ନିର ତେଜ ମଧ୍ୟ ମୋ ଠାରୁ ଆସୁଛି। ଚନ୍ଦ୍ରଙ୍କର ଯୋଉ ତେଜ ଅଛି ଆଲୋକ, କିନ୍ତୁ ତାଙ୍କର ତେଜ ନଥାଏ, ଆଲୋକ ଥାଏ, ତାଙ୍କର ରଶ୍ମି ଥାଏ। ତ ସେ ରଶ୍ମି ଶୀତଳ ରଶ୍ମି ଯୋଉଟା କୁହାଯାଏ। ଆଉ ଅଗ୍ନିଙ୍କର ତେଜ, ଅଗ୍ନି ଉତ୍ତାପ ପ୍ରଦାନ କରନ୍ତି ଏବଂ ତାଙ୍କର ସମସ୍ତ ଶକ୍ତି ଅର୍ଥାତ୍ ସୂର୍ଯ୍ୟ, ଚନ୍ଦ୍ର ଏବଂ ଅଗ୍ନିଙ୍କର ସମସ୍ତ ଶକ୍ତି ମୋରି ଠାରୁ ହିଁ ସେମାନେ ପ୍ରାପ୍ତ କରୁଛନ୍ତି। ତେଣୁ ଭଗବାନଙ୍କର ପରବ୍ରହ୍ମରୁ ଆସୁଥିବା ଦିବ୍ୟ ଲୋକ ବା ଦୀପ୍ତି ହିଁ ସୂର୍ଯ୍ୟାଲୋକ ଅଟେ, ଚନ୍ଦ୍ରଲୋକ ଅଟେ ଏବଂ ଅଗ୍ନି ମଧ୍ୟ ଅଟେ। ଅଗ୍ନିକି ଆମେ ଏମିତି ଲଗେଇଲେ ଆମେ ଦେଖିପାରନ୍ତି ଅଗ୍ନି, କିନ୍ତୁ ଅଗ୍ନି କାଷ୍ଠ ଭିତରେ ପୂର୍ବରୁ ରହିଥାଏ। ଏ କଥା ମଧ୍ୟ ଶାସ୍ତ୍ରରେ ବର୍ଣ୍ଣନା ଅଛି ଯେ ଯଦି କାଠ ଭିତରେ ଅଗ୍ନିର ସ୍ୱରୂପ ନଥାନ୍ତା ତାହେଲେ ତା ଦେହରେ ମାନେ ଅଗ୍ନି ଲଗେଇଲେ ସେ କେବେ ଜଳନ୍ତା ନାହିଁ। ବୁଝିଲା। କାରଣ ଆମେ ଗୋଟେ ଧରି ନିଆଯାଉ ଗୋଟେ ଲୁହା ଖଣ୍ଡକୁ ଆମେ ଉତ୍ତାପ କରିକି ତାକୁ ଗରମ କରିକି ତା ତେଜକୁ ଆମେ ଦେଖିପାରନ୍ତି, କିନ୍ତୁ ଅଗ୍ନିକି ଦେଖିପାରିବା ନାହିଁ। ଜଳିବ ନାହିଁ, ଲାଲ ପଡିଯିବ କିନ୍ତୁ ଜଳିବନି। କିନ୍ତୁ ଗୋଟେ କାଠକୁ ନିଆଁ ଲଗେଇଦେଲା ମତେ ସାଙ୍ଗେ ସାଙ୍ଗେ ସେ ଜଳିବ, ଭୁସ୍କିନି ଜଳିବ। କାହିଁକି? କାରଣ ତା ଭିତରେ ଅଗ୍ନି ଅନ୍ତର୍ନିହିତ ଭାବରେ ରହୁଛି। ତେଣୁ ଏ ଭୌତିକ ଜଗତରେ ମଧ୍ୟ ପ୍ରାୟ ଯୋଉ ପଞ୍ଚତତ୍ଵ, ଏମାନେ ସବୁ ବିଭିନ୍ନ ଶକ୍ତି ଭଗବାନଙ୍କର। ତ ଏମାନେ ଅନ୍ତର୍ନିହିତ ଭାବରେ ସବୁ ଜାଗାରେ ରହିଛନ୍ତି ବସ୍ତୁ ମାନଙ୍କ ଭିତରେ। ତେଣୁ ତାକୁ ଆମେ ଦେଖିପାରନ୍ତି ନାହିଁ ସତ, କିନ୍ତୁ ତାକୁ ଅନୁଭବ ମଧ୍ୟ କରିପାରନ୍ତି। ତ ଏ ଶ୍ଲୋକରେ ବିଶେଷ କିଛି ବୁଝିବାର ନାହିଁ, ପଢିଦେବେ ତାକୁ ଯେ ଭଗବାନଙ୍କର ଐଶ୍ୱର୍ଯ୍ୟ ଏଇଟା। ସେ ସୂର୍ଯ୍ୟ, ଚନ୍ଦ୍ର ଏବଂ ଅଗ୍ନିଙ୍କ ତେଜ ଭଗବାନଙ୍କ ଠାରୁ ଆସୁଛି ବୋଲି ଭଗବାନ ଏଠି କହୁଛନ୍ତି। ଏ କହିବାର ଉଦ୍ଦେଶ୍ୟ ହଉଛି ଏକ ଗୋଟିଏ ଯେ ଆମେ ଯୋଉ ମନ ଭିତରେ କଳ୍ପନା କରନ୍ତି ବିଭିନ୍ନ ପ୍ରକାର କଥା, ଯେ ସୂର୍ଯ୍ୟ ହଉଛନ୍ତି ଭଗବାନ, ସେ ଆଲୋକ ପ୍ରଦାନ କରୁଛନ୍ତି, ବା ଚନ୍ଦ୍ର ହଉଛନ୍ତି ମଧ୍ୟ ଚନ୍ଦ୍ର ଦେବ ଜଣେ ହଉଛନ୍ତି ଦେବତା, ସିଏ ମଧ୍ୟ ଆଲୋକ ପ୍ରଦାନ କରୁଛନ୍ତି। ଅଗ୍ନି ମଧ୍ୟ ଦେବତା, ଅଗ୍ନି ଦେବତା, ସିଏ ମଧ୍ୟ ତାଙ୍କର ଉତ୍ତାପ ପ୍ରଦାନ କରୁଛନ୍ତି। ଏଇଭଳିଆ ସବୁ ଆମ ମନ ଭିତରେ ଭ୍ରାନ୍ତ ଧାରଣା ରହୁଛି। ସେ ଧାରଣା ତାକୁ ଦୂରୀଭୂତ କରିବା ପାଇଁ ଆମକୁ ଭଗବାନ ତାଙ୍କର ଶକ୍ତି ବିଷୟରେ ଅବଗତ କରଉଛନ୍ତି ଯେ ଏ ସମସ୍ତ ଜିନିଷ ମୋ ପାଖରୁ ସେମାନେ ପ୍ରାପ୍ତ କରନ୍ତି। ବୁଝିଲା। ତେଣୁ ଆମ ମନ ଭିତରେ ଯୋଉ ଭ୍ରାନ୍ତ ଧାରଣା ରହୁଛି, ସେ ଭ୍ରାନ୍ତ ଧାରଣାକୁ ଦୂର କରିବାର ପ୍ରୟାସ କରାଯାଉଛି ଏହା ଦ୍ୱାରା, ଯାହାଫଳରେ ଗୋଟେ ବର୍ଗ ଜୀବ ଏ ସମସ୍ତ ଜାଣିଲେ ଭଗବତ ଚେତନାକୁ ପ୍ରାପ୍ତି କରିବା ପାଇଁ ଇଚ୍ଛା ପ୍ରକାଶ କରିବେ। ପରବର୍ତ୍ତୀ ଶ୍ଲୋକ।
परवर्ती श्लोक गामाविश्यत भूतानि धारयाम अहम ओजसः पुष्णामि चौषधि सर्वाः सोम भूत्वा रसात्मकः। ମୁଁ ପ୍ରତ୍ୟେକ ଲୋକ ପ୍ରତ୍ୟେକ ଗ୍ରହ ମଧ୍ୟରେ ପ୍ରବେଶ କରେ ଏବଂ ମୋର ଶକ୍ତି ଯୋଗୁଁ ସେମାନେ ନିଜ ନିଜ କକ୍ଷରେ ଘୂରି ଘୂରି ମଧ୍ୟରେ ରହନ୍ତି। ମୁଁ ଚନ୍ଦ୍ର ହୋଇ ସମସ୍ତ ଶାକ ସବ୍ଜିକୁ ପ୍ରାଣରସ ଯୋଗାଏ। ଭଗବାନ ତାଙ୍କର ଐଶ୍ୱର୍ଯ୍ୟରୁ ପୁଣି ମଧ୍ୟ କିଛି ଏଠି ପ୍ରକାଶ କରୁଛନ୍ତି ଯେ ଭଗବାନ ତାଙ୍କର ଶକ୍ତି ବିଷୟରେ ଏଠି କହୁଛନ୍ତି। ଶକ୍ତି କଣ ନା ଏଇ ସଂସାରରେ ବିଶ୍ୱ ବ୍ରହ୍ମାଣ୍ଡରେ ଆମେ ଅନେକ ଗ୍ରହ ନକ୍ଷତ୍ର ମାନଙ୍କୁ ଦେଖୁ ଆକାଶରେ ଘୁରି ବୁଲୁଛନ୍ତି। ତ ମୁଖ୍ୟତଃ ଆମେ ଯୋଉ ନବଗ୍ରହଙ୍କ କଥା କୁହନ୍ତି ସେମାନେ ସବୁ ଆକାଶରେ ରହିଛନ୍ତି ଏବଂ ସୂର୍ଯ୍ୟ ଚନ୍ଦ୍ର ଏମାନେ ମଧ୍ୟ ଆକାଶରେ ଘୁରି ବୁଲୁଛନ୍ତି ଏବଂ ସେମାନେ ଯୋଉ ଘୁରି ବୁଲୁଛନ୍ତି କେମିତି ଘୁରି ବୁଲୁ ତ ଯୋଉଟାକୁ ବିଜ୍ଞାନ କହୁଛି ଯେ ମହାକର୍ଷଣ ଶକ୍ତି ସେ ମହା କହିଲେ କଣ ବୁଝୁଛନ୍ତି ସେମାନେ ଭଗବାନଙ୍କର ଶକ୍ତି କି ଏଠି କୁହାହଉଛି। ଭଗବାନ ସ୍ୱୟଂ କହୁଛନ୍ତି ଇଏ ହଉଛି ମୋର ଶକ୍ତି। ତେଣୁ ମୋ ଶକ୍ତି ଦ୍ଵାରା ଏମାନେ ତାଙ୍କର ନିଜ ନିଜ କକ୍ଷରେ ରହିକି ଘୁରୁଛନ୍ତି। ମୋ ନିୟମରେ ଏମାନେ ବନ୍ଧା। ଯଦି ଏମାନେ ମୋ ନିୟମରୁ ଟିକେ ଉଲ୍ଲଂଘନ କରିବେ ତାହେଲେ ନିଜ ନିଜ ଭିତରେ ବାଡା ପିଟା ହେଇକି ଧକ୍କା ଖାଇକି ସବୁ ଚୂର୍ଣ୍ଣ ବିଚୂର୍ଣ୍ଣ ହେଇଛି। ଗୋଟିଏ ଗ୍ରହ ଆଉ ଗୋଟିଏ ଗ୍ରହ ସହିତ ଯାଇ ଧକ୍କା ଖାଇଛି। ତେଣୁ ଏମାନେ ସମସ୍ତ ଯୋଉ ଶକ୍ତି ପ୍ରାପ୍ତ କରୁଛନ୍ତି ଅର୍ଥାତ୍ ନିଜ ନିଜ କକ୍ଷପଥରେ ସେମାନେ ଘୁରୁଛନ୍ତି ସୂର୍ଯ୍ୟଙ୍କ ଚାରିପଟରେ ଏଇଟା କେବଳ ମୋ ଦ୍ୱାରା ହିଁ ସମ୍ଭବପର ମୋର ଶକ୍ତି ଅଟେ। ବୁଝିଲେ ତାପରେ କଣ କହୁଛନ୍ତି ମୁଁ ଚନ୍ଦ୍ର ଏବଂ ଚନ୍ଦ୍ର ହୋଇ ସମସ୍ତ ଶାକ ସବ୍ଜିକୁ ପ୍ରାଣ ଯୋଗାଏ। ଅର୍ଥାତ୍ ମୁଁ କହୁଥିଲି ଟିକେ ଆଗରୁ ଯେ ସୂର୍ଯ୍ୟ ଉତ୍ତାପ ପ୍ରଦାନ କରନ୍ତି ସତ କିନ୍ତୁ ଚନ୍ଦ୍ର ତାକୁ ବାଲାନ୍ସ କରେ ଏବଂ ତା ଦ୍ୱାରା କଣ ହୁଏ ନା ଶୀତଳତା ଚନ୍ଦ୍ରଦେବ ଶୀତଳତା ପ୍ରଦାନ କରେ ଏବଂ ସେ ଶୀତଳତା ଦ୍ୱାରା ଆମେ ଜାଣିଛନ୍ତି ଯେତେବେଳେ ଚନ୍ଦ୍ର ଉଇଁ ଆସେ ସେତେବେଳେ କଇଁ ଫୁଲ ଫୁଟେ ଏବଂ ବିଭିନ୍ନ ପ୍ରକାର ଶାକସବ୍ଜି ସେ ସମସ୍ତ ଜିନିଷ ମଧ୍ୟ ସୃଷ୍ଟି ହୁଏ ଭୌତିକ ଜଗତରେ ଏବଂ ତା ଦେହରେ ଯୋଉ ରସ ଗୁଡିକ ସୃଷ୍ଟି ହୁଏ ସେ ରସକୁ ମଧ୍ୟ ଭଗବାନ ସ୍ୱୟଂ ହିଁ ତାଙ୍କ ଶକ୍ତିର ଅନ୍ତର୍ଗତ କରିଛନ୍ତି ଏବଂ ସେ କହୁଛନ୍ତି ଯେ ମୋର ଶକ୍ତିରୁ ଚନ୍ଦ୍ର ଶକ୍ତି ପ୍ରାପ୍ତ ହେଇକି ଶାକସବ୍ଜିରେ ପ୍ରାଣ ରସ ଯୋଗାଇଥାଏ। ବୁଝିଲା ଯେମିତିକି ଧରି ନିଆଯାଉ ଏଠି କୁହାହଉଛି ଉଦ୍ଭିଦ ଜଗତକୁ ଠିକ ସେମିତି ପରମ ପୁରୁଷ ଭଗବାନଙ୍କ ଯୋଗୁଁ ଚନ୍ଦ୍ର ସମସ୍ତ ଉଦ୍ଭିଦ ଜଗତକୁ ପୁଷ୍ଟ କରୁଛନ୍ତି। ଚନ୍ଦ୍ରଙ୍କ ପ୍ରଭାବ ଯୋଗୁଁ ଶାକସବ୍ଜି ମାନେ ସୁସ୍ୱାଦୁ ହେଉଛନ୍ତି। ଚନ୍ଦ୍ର କିରଣ ବିନା ଶାକସବ୍ଜି ଉତ୍ପାଦିତ ହୋଇପାରିବନି କାହିଁକି ହେଇପାରିବ ନାହିଁ କିମ୍ବା ସୁସ୍ୱାଦୁ ମଧ୍ୟ ହୋଇପାରିବ ନାହିଁ। ତେଣୁ ପରମ ପୁରୁଷଙ୍କୁ ଯେଉଁ ଯୋଗୁଁ ହିଁ ମାନବ ସମାଜ କାର୍ଯ୍ୟ କରୁଛି ଆରାମରେ ରହୁଛି ଖାଦ୍ୟ ଗ୍ରହଣ ଅର୍ଥାତ୍ ଆମେ ଯୋଉ ଖାଦ୍ୟ ଖାଉଛନ୍ତି ଏ ଖାଦ୍ୟ ମୂଳରେ ଭଗବାନଙ୍କର ଶକ୍ତି ଅନ୍ତର୍ନିହିତ ହେଇକି ରହୁଛି। କାରଣ ଯୋଉ ପନିପରିବାକୁ ଆମେ ଖାଉଛନ୍ତି ଯୋଉ ଫଳ ଟିକେ ମଧ୍ୟ ଆମେ ଖାଉଛନ୍ତି ଏ ସମସ୍ତ ଭିତରେ ପ୍ରାଣ ରସ ଯୋଉଟା କୁହାଯାଏ ଶକ୍ତିର ରସ ତା ଦେହରେ ସ୍ୱୟଂ ଭଗବାନ ହିଁ ପ୍ରଦାନ କରିଥାନ୍ତି ନହେଲେ ସେ ସବୁ ଖାଦ୍ୟ ପଦାର୍ଥ ଭିତରେ ରସ କେବେ ସୃଷ୍ଟି ହେଇପାରନ୍ତା ନାହିଁ। ଏଠି ଯୋଉ ରସାତ୍ମକ ଶବ୍ଦ ବ୍ୟବହାର କରାଯାଇଛି ଏ ରସାତ୍ମକ ଶବ୍ଦର ବ୍ୟବହାର ହବାର ଏକମାତ୍ର କାରଣ ହଉଛି ଯେ ପରମ ପୁରୁଷ ଭଗବାନଙ୍କର ପ୍ରତିନିଧି ଚନ୍ଦ୍ରଙ୍କ ପ୍ରଭାବ ଯୋଗୁଁ ଏ ସୁସ୍ୱାଦୁ ରସ ସବୁ ସୃଷ୍ଟି ହୁଏ। ବିଭିନ୍ନ ଫଳରେ ବିଭିନ୍ନ ପନିପରିବାରେ ଯୋଉ ରସ ସବୁ ସୃଷ୍ଟି ହଉଛି ସେଇଟା ହଉଛି ଚନ୍ଦ୍ରଙ୍କର ପ୍ରଭାବ ଏବଂ ଚନ୍ଦ୍ରଙ୍କ ଯୋଗୁଁ ଏଇଟା ସମ୍ଭବ ହଉଛି କିନ୍ତୁ ଚନ୍ଦ୍ର ନିଜେ ଏସବୁ କରନ୍ତି ନାହିଁ ଭଗବାନଙ୍କ ଶକ୍ତିରୁ ଏସବୁ ସମ୍ଭବ ହେଇଥାଏ। ପରବର୍ତ୍ତୀ ଶ୍ଲୋକ हरे कृष्ण प्रभु जी। अहं वैश्वानरो भूत्वा प्राणिनां देहमाश्रितः प्राणापान समायुक्तः पचाम्यन्नं चतुर्विधम्। अनुवाद प्रत्येक जीवर शरीर मु हेउची पाचक अग्नि एवं मु हेउची प्राणवायु एवं अपान वायु ଏହା ଦ୍ୱାରା ମୁଁ ଚାରି ପ୍ରକାର ଖାଦ୍ୟ ଦ୍ରବ୍ୟ ଜୀର୍ଣ୍ଣ କରାଏ। ହରେ କୃଷ୍ଣ ପ୍ରଭୁ। ତ ଭଗବାନ କହୁଛନ୍ତି ମୁଁ ପାଚକ ଅଗ୍ନି ରୂପରେ ପ୍ରତ୍ୟେକ ଜୀବଙ୍କ ଭିତରେ ରହେ। ପ୍ରତ୍ୟେକ ଜୀବଙ୍କ ଭିତରେ ଆମେ ଯୋଉଟାକୁ ପାଚକ ଅଗ୍ନି ବିଷୟରେ ଆମେ ସାଇନ୍ସରେ ବି ପଢିଛନ୍ତି
तो ସେଇ ଯୋଉ ପାଚକ ଅଗ୍ନି ଯେ ଖାଦ୍ୟକୁ ଆମକୁ ହଜମ କରିବାରେ ସହାୟତା ପ୍ରଦାନ କରେ। ତ ଅଗ୍ନି ଅନ୍ତର୍ନିହିତ ଭାବରେ ଆମ ଶରୀରରେ ରହିଛି। ଦେଖଣ ଅଗ୍ନି ତତ୍ଵ କିଭଳି ଭାବରେ ଆମ ଶରୀରରେ ରହିଛି। ସେ ଅଗ୍ନି ତତ୍ଵ ଯଦି ନଥାନ୍ତା ତାହେଲେ ଆମେ କୌଣସି ପ୍ରକାର ଖାଦ୍ୟକୁ ଆମେ ହଜମ କରିବା ପାଇଁ ସକ୍ଷମ ହୁଅନ୍ତି ନାହିଁ। ବୁଝିଲା। ତେଣୁ ଭଗବାନ କହୁଛନ୍ତି ମୁଁ ପାଚକ ଅଗ୍ନି ରୂପରେ ପ୍ରତ୍ୟେକ ଜୀବଙ୍କ ହୃଦୟରେ ମଧ୍ୟ ରହୁଛି। ଆଉ ମୁଁ ହେଉଛି ପ୍ରାଣବାୟୁ ଏବଂ ଅପାନ ବାୟୁ, ଅର୍ଥାତ ନିଶ୍ୱାସରେ ଆମେ ଯୋଉ ବାୟୁ ଗ୍ରହଣ କରୁଛନ୍ତି ବା ତାକୁ ତ୍ୟାଗ କରୁଛନ୍ତି, ପ୍ରଶ୍ୱାସରେ ତ୍ୟାଗ କରୁଛନ୍ତି, ସେ ସମସ୍ତ ହଉଛନ୍ତି ଭଗବାନଙ୍କର ଶକ୍ତିର ଅନ୍ତର୍ଗତ। ଭଗବାନ ସ୍ୱୟଂ କହୁଛନ୍ତି ଏବଂ ମୁଁ ଏ ପାଚକ ଅଗ୍ନି ମାଧ୍ୟମରେ 4 ପ୍ରକାରର ଖାଦ୍ୟ ମୁଁ ହଜମ କରାଏ। କଣ କଣ ନା ଚର୍ବ୍ୟ, ଚୋଷ୍ୟ, ଲେହ ଏବଂ ପେୟ। ଚର୍ବ୍ୟ ଚୋବେଇବା ଖାଦ୍ୟ, ଲେହ ଚାଟିକିରି ଖାଇବା ଖାଦ୍ୟ, ଚୋଷ୍ୟ ଶୋଷିକିରି ଖାଇବା ଖାଦ୍ୟ ଏବଂ ପେୟ ପିଇବା ଖାଦ୍ୟ, ଜଳ କିମ୍ବା କୌଣସି ଡ୍ରିଙ୍କ୍ସ ଆମେ ଯେତେବେଳେ ପିଉଛନ୍ତି, ସେ ସମସ୍ତ ଜିନିଷକୁ ହଜମ କରିବାର ଶକ୍ତି କେବଳ ଭଗବାନଙ୍କ ପାଖରେ ଅଛି, ଅନ୍ୟ କାହା ପାଖରେ ନାହିଁ। ତେଣୁ ହରେ ବେଦ କୃଷ୍ଣ ମନ୍ତ୍ର ପ୍ରଭୁଜୀ ସେ ଚାରିଟା ଆଗ ଆଉଥରେ କହିଲେ। ଲେଖା ହେଇଛି, ଶ୍ଲୋକର ଲାଷ୍ଟକୁ ଲେଖା ହେଇଛି। ମୁଁ ତାକୁ ଆଗେ ଆଜ୍ଞା ପଢିଛି, ଲାଷ୍ଟ ଧାଡିରେ ଦେଖନ୍ତୁ ଲେଖା ହେଇଛି। ଖାଦ୍ୟ ଦ୍ରବ୍ୟ ଅଛି ଚର୍ବ୍ୟ, ଶୋଷ୍ୟ, ଆଜ୍ଞା ଲେହ ଧନ୍ୟବାଦ। ଏବଂ ପେୟ। ହେଲା। ହରେ କୃଷ୍ଣ। ତ ବେଦ ମନ୍ତ୍ରରେ ଆଜ୍ଞା ମଧ୍ୟ ଆଜ୍ଞା ଏକଥା ସ୍ୱୀକାର କରାଯାଇଛି ଯେ ପରମେଶ୍ୱରଙ୍କ ବିନା ପରମେଶ୍ୱର କିମ୍ବା ବ୍ରହ୍ମ ପାକସ୍ଥଳୀର ଅଗ୍ନି ରୂପରେ ବିଦ୍ୟମାନ, ପାଚକ ଅଗ୍ନି ରୂପରେ ବିଦ୍ୟମାନ ଏବଂ ସେ ସମସ୍ତ ପ୍ରକାର ଖାଦ୍ୟ ଦ୍ରବ୍ୟକୁ ଜୀର୍ଣ୍ଣ କରାନ୍ତି। କିନ୍ତୁ ମନୁଷ୍ୟ ପାକସ୍ଥଳୀଟାକୁ ଗୋଟେ ଭାବିଛି କଣ, ଏଇଟା ଗୋଟେ ହଲର ମୂର୍ତ୍ତି, ଯାହା ଖାଇଦବ ତାକୁ ହଜମ। ସେ ଯୋଉମାନେ ସବୁ ମାଂସାଶୀ ପ୍ରାଣୀ ମୁଖ୍ୟତଃ ଏଇ ମନୁଷ୍ୟ ମାନଙ୍କ ଭିତରେ ଅଛନ୍ତି, ସେମାନେ ଗୋଟେ ଗୋଟେ ଦିନରେ କିଲେ 2 କିଲେ ଲେଖା ମାଂସ ଖାଇଯାଆନ୍ତି। କିନ୍ତୁ ସାଇନ୍ସ କହୁଛି ଯେ ଆମେ 50 ଗ୍ରାମ ଯଦି ମାଂସ ଖାଇବେ ସେମାନେ, ତ 50 ଗ୍ରାମର ମାଂସକୁ ହଜମ କରିବା ପାଇଁ ଅତି କମରେ ପାକସ୍ଥଳୀକି 48 ଘଣ୍ଟା ସମୟ ଲାଗେ। 48 ଘଣ୍ଟା। ତାମାନେ ସେମାନେ ଯଦି କିଲେ କିଲେ ମାଂସ ଖାଇଦଉଥିବେ ତାର ପ୍ରଭାବ କଣ ହବ? ନିଶ୍ଚିତ ଭାବରେ ପେଟ ରୋଗରେ ସେମାନେ ପଡିବେ, ସେମାନେ ବିଭିନ୍ନ ପ୍ରକାର ପେଟ ଯନ୍ତ୍ରଣା ଅନୁଭବ କରିବେ। ତେଣୁ ଆମ ଶରୀରକୁ ଆମେ ବୁଝିବା ଦରକାର, ଏ ଯୋଉ ମେସିନ ଭଗବାନ ଆମକୁ ପ୍ରଦାନ କରିଛନ୍ତି, ଏ ଶରୀର ଭିତରେ ବିଭିନ୍ନ ପ୍ରକାର ମେସିନ ସବୁ ରହିଛି। ହୃଦପିଣ୍ଡ ହଉ, ଯକୃତ ହଉ, ପାକସ୍ଥଳୀ ହଉ କିମ୍ବା ଅନ୍ୟ କୌଣସି ସବୁ ଲଙ୍ଗସ ହଉ, ଏ ସବୁ ରହିଛି। ତାର ସଦ ଉପଯୋଗ ହବା ଦରକାର। ପ୍ରତ୍ୟେକ ଅଂଶର ସଦ ଉପଯୋଗ। ତ ଆମ ଶରୀରରେ ଯାହା କିଛି ବି ରହିଛି ତାର ଯଦି ଆମେ ସଦୁପଯୋଗ ନ କରିବା ତାହେଲେ ଆମେ ନିଶ୍ଚିତ ଭାବରେ କ୍ଲେଶ ଭୋଗ କରିବା, ଶାରୀରିକ ପୀଡା ଭୋଗ କରିବା। ବୁଝୁ। ତେଣୁ ଭଗବାନ ଯେହେତୁ ନିଜେ କହୁଛନ୍ତି ମୁଁ ଏସବୁ ଖାଦ୍ୟ ପଦାର୍ଥକୁ ହଜମ କରିବାରେ ସାହାଯ୍ୟ କରିବା, ହଜମ କରେ, ସେ ଶକ୍ତି ମୋ ପାଖରେ ରହିଛି, ମୋ ଠାରୁ ଜୀବ ଶକ୍ତି ପ୍ରାପ୍ତ ହୁଏ। ତେଣୁ ଆମେ ସେଇ ଅନୁସାରେ ହିଁ ଖାଦ୍ୟକୁ ଖାଇବା ଦରକାର। କାରଣ ଭଗବାନ ସେଥିପାଇଁ ଶାକ ସବଜି ସବୁ ପ୍ରସ୍ତୁତ, ସେ କୋଉଠି ମାଂସ ଖାଇବା କଥା କହୁନାହାନ୍ତି, ଅନେକ ଜାଗାରେ ସେ କଥା କୁହାଯାଉଛି। କାହିଁକି ନା ଶାକ ସବଜି, ଫଳମୂଳ ଇଏ ହଉଛି ସାତ୍ଵିକ ଆହାର। ତେଣୁ ସାତ୍ଵିକ ଆହାରକୁ ଯଦି ଆମେ ଗ୍ରହଣ କରିବା ତାହେଲେ ଆମର ପାକସ୍ଥଳୀ ଦ୍ଵାରା ବା ଆମର ଯୋଉ ପାଚକ ଅଗ୍ନି, ସେ ପାଚକ ଅଗ୍ନି ତାକୁ ହଜମ କରିବା ପାଇଁ ତାକୁ ଆଉ କଠିନ ପରିଶ୍ରମ କରିବାକୁ ପଡିବ ନାହିଁ। ବୁଝିଲା। ତେଣୁ ସହଜରେ ସେଗୁଡା ହଜମ ହେଇଯିବ। ତ ପରବର୍ତ୍ତୀ ଶ୍ଲୋକ। हरे कृष्ण। ଏ, सर्वस्य चाहं हृदि सन्निविष्टो मतः स्मृति ज्ञानम् च देवेश सर्वैरहमेव वेद्यो वेदान्तकृत् वेद विवेद चाहम्। ଅନୁବାଦ, ମୁଁ ପ୍ରତ୍ୟେକଙ୍କ ହୃଦୟରେ ବିଦ୍ୟମାନ ଏବଂ ମୋ ଠାରୁ ସ୍ମୃତି ବା ସ୍ମରଣ ଶକ୍ତି, ଜ୍ଞାନ ଏବଂ ବିସ୍ମୃତି ଆସେ। ସମସ୍ତ ବେଦରେ ମୁଁ ହେଉଛି ଜ୍ଞାତବ୍ୟ ବିଷୟ। ବାସ୍ତବିକ ମୁଁ ହେଉଛି ବେଦାନ୍ତର ପ୍ରଣେତା ଏବଂ ମୁଁ ବେଦଜ୍ଞ ଅଟେ, ଅର୍ଥାତ୍ ମୁଁ ହିଁ ବେଦ ଜାଣେ। ହରେ କୃଷ୍ଣ। ତ ଏଠି ଏ ଶ୍ଲୋକ ମାଧ୍ୟମରେ ଭଗବାନ କହୁଛନ୍ତି ଯେ ପ୍ରତ୍ୟେକ ଜୀବଙ୍କ ହୃଦୟରେ ମୁଁ ପରମାତ୍ମା ରୂପରେ ବିଦ୍ୟମାନ। ପରମାତ୍ମା ରୂପରେ ଆମେ ଯାହାଙ୍କୁ ଦର୍ଶନ କରନ୍ତି ସେଇ ଯୋଉ କ୍ଷୀରୋଦକ ସାଇ ବିଷ୍ଣୁଙ୍କୁ, ସେ ସ୍ୱୟଂ
परमात्मा रूप में आम हृदय मध्य रही तेणु से कहते मो प्रत्येक हृदय मध्य विद्यमान तो लोक ताको जापर मो ठार स्मृति ज्ञान एवं विस्मृति आदि स्मृति कौन स्मरण शक्ति जो स्मरण शक्ति आम जहाँ किसी पढ़ुं मन रखुं जो श्लोक घोषुंट मन रखुं कि पिला माने जो सब पाठ पढ़ुं सब मन रखिपार स्मरण शक्ति कहुए तो से स्मरण शक्ति भगवान ही प्रदान कहीं प्रदान करती ना कौन सी जीव जिते इच्छा प्रकाश करुच्ची कौन सी जिनस को स्मरण रखापी भगवान तार अंतर्निहित शक्ति माध्यम से प्रेरणा प्रदान कर जमती धर कौन सी जीवर गोटे मृत्यु हो तो पूर्व जन्म से जहा जहा करता सब विस्मृति से किसी मन रखिपर परवर्ती जन्म जिते लाभ कर सी पूर्व जन्म कथा किसी कहीपर ना तो आम से आमर पूर्व जन्म विषय आमर किसी ज्ञान धारणा ना एमती कि आम जो 10 वर्ष तलू को पलि 10 वर्ष तले आम कौन करते से कथा को स्मरण रखना कहीं से विस्मृति कहीं ना स्वयं भगवान से विस्मृति सब जीव मान प्रदान कर कारण सब जिन को मन रखा संभव नुहे आ सब जिन को मन रखिले भी विपद धरी नि जाऊ पूर्व जन्म मु जड़े बंधु को क्षति साधन किसी कर तो ये जन्म जदि से स्मरण करेंगे यही व्यक्ति मोर क्षति साधन पूर्व जन्म करथिला तार क्रोध मध्य मो उपर प्रकाशित हो जो पूर्व जन्म एमती भाव में मोर क्षति कर जन्म छाड़ी ये साधारण तेणु भगवान ये सब को अंतर माने विस्मृति करे दिए ऑटोमेटिकली विस्मृति हो तेणु जीव कौन सी जिनस तार मन रखिपारे आउ सी स्मरण शक्ति दियन सी जेमती स्मरण शक्ति कौन दियन ना जड़े भक्त पूर्व जन्म जो भक्ति शेष करथिला तो ये जन्म से सेउठु आरंभ कर सेमती ज्ञान सेमती बुद्धि भगवान ताको प्रदान कर से स्मरण शक्ति प्रदान कर भरत महाराज हरिण छुआई जो जन्म ग्रहण कले से पूर्व जन्म से कौन कौन सब करते मन पड़ा एवं से चिंता कले कौन ना पूर्व जन्म मुझे भाव में गोटे हरिण छुआ द्वारा आसक्ति प्रति आसक्ति होई मु गोटे हरिण छुआर शरीर प्राप्ति कर तेणु से गत जन्म जहाँ जहाँ साधन क्रिया करते मन पड़ जाए एवं से चिंता करुँच भाव में ये जन्म को खूब शीघ्र परित्याग करी शेष करी जहाँफल मु पुणी मोर साधना कार्य आरंभ तेणु निरंतर से आश्रम पाखे आसिक रही खाଇବା पीवा बिना अत्यंत क्लिष्ट माने शुष्क हो गले एवं शेष प्राण त्याग कर हरिण शरीर को त्याग कर एवं पुणी से जड़ भरत रूप में जन्म कर चिंता करूँ कारण शुद्ध भक्त मान को भगवान से जिनस प्रदान कर आप चिंता करते कश्यप मुनि कथा कश्यप मुनि जिते दीति गर्भर जो पिला जन्म हबार से कश्यप मुनि कहले तुम भविष्य जो छुआ 2 जन जन्म हे से हिरण्याक्ष हिरण्यकशिपु रूप में जन्म ग्रहण करेंगे राक्षस हे से देवता मान को यही भाव में कष्ट देवे ये करेंगे विभिन्न प्रकार से सब कथा कहीदे भविष्यवाणी सब करदे तो ये भविष्यवाणी मूल कारण तो कश्यप मुनि ये सब जिनस को दूरदृष्टा रूप माने दूरदृष्टि संपर्क माने दूरदृष्टि द्वारा देखी पार अर्थात स्मरण को आसी जाऊँगी ये सब तेणु ये जो स्मरण शक्ति जो मैंने सब दिव्य चेतना था भगवान प्राप्त करा जड़े शुद्ध भक्त गत जन्म जदि जो भक्ति आचरण शेष कर जन्म आरंभ करेंगे ये से निश्चित पुणी आरंभ करेंगे तेणु ये जन्म जो से आरंभ करमी कर तो से किसी जानी आम देखते कितने छोट छुआ 6-7 वर्षर 5 वर्षर छुआ से भक्ति साधन कर छोट बयस भक्ति साधन करने के कौन संभव केवे संभव नुहे कारण से पूर्व जन्म जो छाड़ी भगवान पुणी सुजोग देले
ଯେ ଏ ଜନ୍ମରେ ସେ ସେଇଠୁ ଆରମ୍ଭ କରିବେ। ତେଣୁ ସେ ଯୋଉ ବୁଦ୍ଧି, ସେ ଯୋଉ ଜ୍ଞାନ, ସେ ଯୋଉ ସ୍ମୃତି ତାଙ୍କୁ ଭଗବାନ ପ୍ରଦାନ କରନ୍ତି, ତା ଫଳରେ ସେମାନେ ଉନ୍ନତି ଲାଭ ବୁଝିଲେ। ତେଣୁ ଭଗବାନ ହିଁ ହେଉଛନ୍ତି ସବୁ କିଛି। ସିଏ ହୃଦୟରେ ପରମାତ୍ମା ରୂପରେ ବିଦ୍ୟମାନ ଅଛନ୍ତି। ସେ ସ୍ମୃତି ପ୍ରଦାନ କରନ୍ତି, ସେ ମଧ୍ୟ ବିସ୍ମୃତି ମଧ୍ୟ ପ୍ରଦାନ କରନ୍ତି। ତାପରେ କଣ କହୁଛନ୍ତି ନା ସମସ୍ତ ବେଦରେ ମୁଁ ହଉଛି ଜ୍ଞାତବ୍ୟ ବିଷୟ, ବାସ୍ତବିକ ମୁଁ ହେଉଛି ବେଦାନ୍ତର ପ୍ରଣେତା ଏବଂ ମୁଁ ବେଦଜ୍ଞ ଅଟେ। ବେଦାନ୍ତର ପ୍ରଣେତା କିଏ? ବେଦାନ୍ତର ପ୍ରଣେତା ହଉଛନ୍ତି ସ୍ୱୟଂ ବ୍ୟାସଦେବ, ଏବଂ ବ୍ୟାସଦେବ ହଉଛନ୍ତି ଭଗବାନଙ୍କର ଗୋଟେ ଅବତାର। ତେଣୁ ଭଗବାନ ସ୍ୱୟଂ ହଉଛନ୍ତି ବେଦାନ୍ତର ପ୍ରଣେତା ବୋଲିକି ସେଇଥିପାଇଁ କୁହାଯାଏ। ତେଣୁ ବେଦର ସମସ୍ତ ଜ୍ଞାତବ୍ୟ ବିଷୟ ହଉଛନ୍ତି ସ୍ୱୟଂ ଭଗବାନ। କାହିଁକି ନା ଯେତେ ବେଦ ଅଛି, ଯେତେ ଉପନିଷଦ ଅଛି, ଯେତେ ବୈଦିକ ସାହିତ୍ୟ ଅଛି, ସବୁଥିରେ କେବଳ ଭଗବାନଙ୍କ ବିଷୟରେ ହିଁ ବର୍ଣ୍ଣନା କରାଯାଇଛି। ଭଗବାନଙ୍କର ଲୀଳା ବର୍ଣ୍ଣନା କରାହେଇଛି, ଭଗବାନଙ୍କର ଐଶ୍ୱର୍ଯ୍ୟ ବର୍ଣ୍ଣନା କରାହେଇଛି, ଭଗବାନଙ୍କ ବିଷୟରେ ହିଁ ସବୁକିଛି ସେଠି ବର୍ଣ୍ଣନା କରାହେଇଛି। କାରଣ ଆମେ ଭଗବାନଙ୍କ ବିଷୟରେ ଜାଣିବା ପାଇଁ ଏସବୁ ଜିନିଷ ପଢୁଛୁ। ଗୀତା, ଭାଗବତ, କୌଣସି ବୈଦିକ ସାହିତ୍ୟ, ଏସବୁ ଯାହା ବି ପଢୁଛନ୍ତି, ଆମର ଭଗବତ ଜ୍ଞାନ ହବା ସହିତ ଭଗବାନଙ୍କ ବିଷୟରେ ଶୁଦ୍ଧ ଚେତନା ପ୍ରାପ୍ତ କରିବା ପାଇଁ ଆମେ ସବୁ ପ୍ରୟାସ କରୁ। ତେଣୁ ଭଗବାନ କହୁଛନ୍ତି ମୁଁ ବେଦର ଜ୍ଞାତବ୍ୟ ବିଷୟ, ଅର୍ଥାତ୍ ଯାହା କିଛି ବେଦରେ ବର୍ଣ୍ଣିତ ହେଇଛି ସେ ବୈଦିକ କର୍ମକାଣ୍ଡ ପଦ୍ଧତିରେ ବି ହଉନାହିଁ। ତ ବୈଦିକ କର୍ମକାଣ୍ଡ ପଦ୍ଧତିରେ ଯୋଉ ସବୁ ପୂଜା ଆରାଧନା ବିଷୟରେ ବର୍ଣ୍ଣନା କରାହେଇଛି ବା ଯୋଉ ଯଜ୍ଞ ବିଷୟରେ ବି ବର୍ଣ୍ଣନା କରାହେଇଛି, ଏ ସମସ୍ତ ଜିନିଷ କେବଳ ଭଗବାନଙ୍କୁ ଜାଣିବାନି। ପ୍ରତ୍ୟେକଟା ଆପଣ ଉପନିଷଦ ପଢିକି ଆସିଲେ, ଏଇସବୁ ଉପନିଷଦ କେବଳ ଭଗବାନଙ୍କ ବିଷୟ, ଭଗବାନଙ୍କ ଐଶ୍ୱର୍ଯ୍ୟ ବିଷୟରେ ବର୍ଣ୍ଣନା କରା, ଆଉ କିଛି ନୁହେଁ ବୁଝିଲା। ତେଣୁ ଆମେ ଯେତେ ଅଧିକରୁ ଅଧିକ ଭଗବାନଙ୍କ ବିଷୟରେ ଜ୍ଞାନ ଆହରଣ କରିବା, ସେତେ ଅଧିକରୁ ଅଧିକ ପରିମାଣରେ ଭଗବାନଙ୍କ ପ୍ରତି ଆମର ଆସକ୍ତିଦାର ଭାବ ସୃଷ୍ଟି ହବ ବୁଝିଲା। ତେଣୁ ଭଗବାନ କଣ କହୁଛନ୍ତି ନା ମୁଁ ହଉଛି ଜ୍ଞାତବ୍ୟ ବିଷୟ, ଅର୍ଥାତ୍ କେବଳ ମୋ ବିଷୟରେ ଜାଣିବା ପାଇଁ ବେଦକୁ ପଢାଯାଏ। ତାପରେ ବେଦାନ୍ତର ପ୍ରଣେତା ମଧ୍ୟ, ସେ କଥା ବି ଆମେ ପଢିଲେ ବ୍ୟାସଦେବଙ୍କ ରୂପରେ କିଭଳି ବେଦାନ୍ତ ସୂତ୍ରକୁ ଆମ ମାନଙ୍କ ପାଖରେ ଆଜି ପହଞ୍ଚା ଯାଇଛି ଏବଂ ଆମେ ବେଦାନ୍ତର କିଛି ଅଂଶକୁ ପଢିବା ପାଇଁ ସକ୍ଷମ ହେଇପାରୁଛନ୍ତି। ଏବଂ ଶେଷରେ ସେ କହୁଛନ୍ତି ମୁଁ ବେଦଜ୍ଞ ଅଟେ, ମୁଁ କେବଳ ବେଦକୁ ଜାଣେ, ଆଉ କେହି ଜାଣିନାହିଁ। ବେଦକୁ କେବଳ ମୁଁ ହିଁ ଜାଣେ। ଆଉ ବେଦକୁ ଜାଣି ସାରିବା ପରେ ବେଦର ମାନେ ଜ୍ଞାତା ହେଇସାରିବା ପରେ ସ୍ୱୟଂ ଭଗବାନ ଏ ଦିବ୍ୟ ଜ୍ଞାନ ବ୍ରହ୍ମାଙ୍କୁ ପ୍ରଦାନ କରେ। ଏବେ ତ ବେଦ ବିଷୟରେ ସମସ୍ତ ଜ୍ଞାନ ବ୍ରହ୍ମାଙ୍କୁ ପ୍ରଥମେ ପ୍ରଦାନ କରିଥିଲେ, କାରଣ ବ୍ରହ୍ମା ହଉଛନ୍ତି ଏ ଜଗତର ପ୍ରଥମ ସୃଷ୍ଟ ଜୀବ। ତେଣୁ ଯେତେବେଳେ ବ୍ରହ୍ମାଙ୍କୁ ଏସବୁ ଜିନିଷ ପ୍ରଦାନ କଲେ, ସେତେବେଳେ ବ୍ରହ୍ମା ସ୍ୱୟଂ ତାକୁ ବେଦ ରୂପରେ ପ୍ରକାଶିତ କଲେ ବୁଝିଲା। ତେଣୁ ଏଇଟା ଭଗବାନଙ୍କର ମୁଖ ନିଃସୃତ ବାଣୀ କହିଲେ ବି ଭୁଲ ହବ, କାରଣ ଭଗବତ ଗୀତାକୁ ଯେମିତି ଭଗବାନଙ୍କର ମୁଖ ନିଃସୃତ ବାଣୀ ବୋଲି ବି କୁହାଯାଏ, ଠିକ ସେମିତି ଭାବରେ ଆମେ ଡାଇରେକ୍ଟଲି ସିନା ଜାଣୁନାହାନ୍ତି ଯେ ଭଗବାନ ଏହାକୁ କହିଛନ୍ତି ବୋଲି, କିନ୍ତୁ ଏଗୁଡା ସବୁ ସ୍ମୃତି ଶାସ୍ତ୍ର ଏବଂ ଭଗବାନଙ୍କ ପାଖରୁ ସମସ୍ତ କଥା ଶ୍ରବଣ କରିକିରି ବ୍ୟାସଦେବ ତାକୁ ସବୁ ରଚନା କଲେ ଅନେକ ବିଷୟ, ଏବଂ ବ୍ରହ୍ମାଜୀ ମଧ୍ୟ ବେଦକୁ ଉପସ୍ଥାପନା କଲେ। ଏଇଟା ଶ୍ରୁତି ମାଧ୍ୟମରେ ହିଁ ଆସେ ବୁଝିଲା। ତେଣୁ ଏ ସମସ୍ତ ଜୀବ ଜଗତରେ ଏହିପରି ଭାବରେ ଭଗବାନ ତାଙ୍କର ସମସ୍ତ ଶକ୍ତିର ପର୍ଯ୍ୟାଲୋଚନା କରିଛନ୍ତି ଏବଂ ଏଠି କହିଛନ୍ତି, ଏଠି ଆଉ ଟିକେ ଇଏ ଭାବରେ ବୁଝା ହେଇଛି କେମିତି ଭାବରେ ସ୍ମୃତି ବିସ୍ମୃତି ଏସବୁ ଆସୁଛି, ଏ ଭିତରେ ବର୍ଣ୍ଣନା କରାଯାଇଛି। ଅନ୍ତ ପ୍ରବିଷ୍ଟ ଶାସ୍ତା ଜନାନାମ, ତ ଜୀବ ଶରୀର ତ୍ୟାଗ କଲା କ୍ଷଣି ସବୁ କିଛି ଭୁଲିଯାଏ, କିନ୍ତୁ ପରମେଶ୍ୱର ପ୍ରଣୋଦିତ ହୋଇ ଏସବୁ କାର୍ଯ୍ୟ ଆରମ୍ଭ କରେ। ଏ କଥା ଏଠି ବର୍ଣ୍ଣନା କରାହେଇଛି କେମିତି ଭାବରେ ଭଗବାନ ସବୁ ମନେ ରଖି ଜୀବ ଏବଂ ଭଗବାନଙ୍କ ଭିତରେ କଣ ପାର୍ଥକ୍ୟ ଅଛି ସେଇଟାକୁ ମଧ୍ୟ ଜାଣିବା ଦରକାର। ଜୀବ ହଉଛନ୍ତି କଣ ମାନେ ଭଗବାନଙ୍କର ଅଂଶ ସ୍ୱରୂପ ଏବଂ ସେ ସବୁ ଜିନିଷ ମନେ ରଖିବା ପାଇଁ ସକ୍ଷମ ନୁହେଁ। ତା ଭିତରେ ଯୋଉ ଚେତନ ଶକ୍ତି ଅଛି, ସେ ଚେତନ ଶକ୍ତି ମାଧ୍ୟମରେ ସେ କେବଳ
तार शरीर विषय ही से समस्त ज्ञान लाभ करिपारे एवं ताको बुझिपारे बा मने रखिपारे किछि अंश सब भी नुह किंतु भगवान से होचंदी अंतर्यामी प्रत्येक जीव मान हृदय रे परमात्मा रूप रे रही थांती एवं से प्रत्येक जीव मानकर कार्यकलाप को तनखी करू अनुमोदन करू साक्षी रूप अवस्थान करू एवं जीव कौन करू ताकू मध्य अनुध्यान करू तेणु प्रत्येक कथा को से टिकनिक भाव में मन रख कारण भगवान स्वयं प्रत्येक जीव भितर अवस्थान कर तेणु जीव किंतु से हिसाब रे भगवान सहित कौन प्रकार समकक्ष नुहे तेणु भगवान जीव केवे निजको भगवान बोली कहवा उचित नुहे जो माने जो जीव माने भगवान बोली निजको विवेचना करती से अत्यंत मूर्ख अटंती से केवे उन्नति करिपारिबे नाही। शेष लिखाई वैदिक साहित्य एक कहुई जो असौ सर्वैर्वेदैर्ज्ञेयते समस्त वैदिक साहित्य एपरिक चारि वेद ठार आरंभ कर वेदांत सूत्र उपनिषद एवं पुराण आदि आज पर्यंत परमेश्वर गुण गान एवं गौरव गान ही करा कथा बर्तमान कहती प्रत्येक वेद वैदिक साहित्य भगवान विषय गुणगान करे भगवान को जानापी ज्ञान प्रदान करे तेणु वेदर उद्देश्य है कृष्ण को बुझा कृष्ण को जाना वेद कृष्ण को बुझार मार्ग निर्देश करती एवं साधन विधि दर्शाती अंतिम लक्ष्य है परमेश्वर भगवान को जाना परमेश्वर भगवान को प्राप्त करवा ये हूँ वेदर प्रथम नियम आम जीवन अंतिम लक्ष्य तेणु आम आम जीवन अंतिम लक्ष्य को प्राप्त करने ये वैदिक साहित्य मानकर उपदेश को पालन करवा हूँ कर्तव्य आम जदि आम जीवन लक्ष्य को भूली जावा आम भगवान को केवल प्राप्त करिपारिबा ना तेणु ये वैदिक साहित्य मान वेद उपनिषद एमाने केवल से ही निर्देश आमको प्रदान कर किभली आम भगवान को प्राप्त करिपारिबा तो यही भाव में ये श्लोक भगवान निजर अनंत शक्ति मध्य किसी शक्तिर वर्णना करिसेंती तेणु ये समस्त विषय को जानी आमे भगवान ठारे मनोनिवेश करने एक कथा कहुए तो परवर्ती श्लोक 16 नंबर श्लोक काली आरंभ करवा परवर्ती क्लास रे 16, 17, 18 ये तीन श्लोक को कहुए त्रिशोकी गीता त्रिशोकी गीता कहुए बहुत महत्वपूर्ण श्लोक से संपर्क में आम परवर्ती क्लास आलोचना करवा आम पुणी परवर्ती अध्याय को मत आर सप्ताह दिवा कहीं ये अध्याय आउ 4 श्लोक रही 5टी श्लोक तो 5टी श्लोक विशेष कर परवर्ती अध्याय को आम परवर्ती क्लास रे कार प्रश्न आलोचना करवा। हरे कृष्ण प्रभु जी धन्यवाद बहुत सुंदर क्लास करले प्रभु जी गोटे हरे कृष्ण महामंत्र करवा प्रभु जी भक्तिमय जीवन बहुत सुंदर भाव आमको कृपा दे समस्त अनम्यूट करके गोटे थर हरे कृष्ण महामंत्र करो हरे कृष्ण 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 हरे 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 राम हरे 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 राम 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 हरे राम 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 हरे हरे कल्पतरुश्च कृपा सिन्धुभ्यश्च पतितानां पावनेभ्यो वैष्णवेभ्यो नमो नमः अनंतकोटि वैष्णव वृंद की जय श्री प्रभुपाद जय श्री भागवत गीता कृष्णाय गौर प्रेमानंदे हरि हरि हरे कृष्ण प्रभु जी दंड प्रणाम समस्त दंडवत प्रणाम हरे